मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरु मानक मु प्रणाम करुचे। उपस्थित भगवत स्वरूप गण सबरी भितरे जगन्नाथ को उपलब्धि करी मु प्रणाम करुचे। विश्वर प्रत्येक संप्रदायर गुरु मानक मु प्रणाम करुचे। आज फेब्रुआरी 16 तारिख 2025 मसीहा रविवार। आपण माने आर रविवार शुणिथिले ए संसार रे आपणार किए। वास्तव रे एठारे आपणार जणे हेउचंती से भगवान बा जगतर नाथ जगन्नाथ बा परमात्मा परम ब्रह्म। अनेकर मत से आमर आपणार नुहंती, आमर आपणार होउचंती निजर कर्म। शास्त्र लेखा अछि ड्यूटी इज गॉड बा कर्म ही भगवान। पुणी भागवत रे उल्लेख अछि भूतात कर्म पादे खट कर्म हूँ नाही अन्य देव। कर्म यार मूल बीज वृक्ष उंकुरी उठे तेज। भूतात कर्म पादे सेव कर्म हूँ नाही अन्य देव। भूतात कर्म पादे सेव कर्म होची बड़, कर्म ठारू कौनसी देवता बड़ नुहंती। लाइडी बाबा कहते बिना साधना रे बिना तपस्या रे कौनसी देवा देवी गुरु भगवान केबे प्रसन्न हुअंती नहीं। एठी मनरे प्रश्न उठे जदि भगवान आमर बा निजर बा अति आपणार ताले से कहीं आम प्रति बिना साधना रे बिना कर्म रे प्रसन्न हुअंती नहीं। तेणु एठू जना पड़े भगवान निश्चिंत आमर बा अति आपणार से प्रत्येकटी मुहूर्त रे आमको सबु किछि जोगई देउचंती। तांको सृष्टि की एभली भाବରେ गढ़िचंती, सृष्टि करिचंती प्रत्येक जीव पाए से निजुको भाषा कहले भूल हबो निजुको नियोजित करचंती। प्रत्येकटी समय ए सृष्टि रे प्रत्येक जीवर सेवारे से अछंती। आपण ओडिशा रे जन्म, ओडिशा रे आपण समस्ते पुरी जाइचंती से क्षेत्र को। से नीलाचल पहाड़ नीलकंदर पहाड़ उपरे परमात्मा परम ब्रह्म जगतर नाथ जगन्नाथ विजय करिचंती, विराजमान करिचंती जगतर कल्याण पाई जगतर मंगल पाई। समस्त आपण देखिचंती जगन्नाथ छेड़ा होइचंती, केबे से बसी नांती। जोठी देखंतु सारा विश्व रे तांको मंदिर से छेड़ा होइचंती। कौन करचंती अपलक नयन, तांकर पलक नहीं, पलक पड़ो नहीं, से केबे सोई नांती, सदा जाग्रत। तांकर दी बाहु को खोला रखी प्रसारित करी रखिचंती
ସମସ୍ତଙ୍କୁ ଡାକୁଛନ୍ତି, ଆଲିଙ୍ଗନ କରୁଛନ୍ତି, ଆସ ଆସ ଆସ। କିନ୍ତୁ ଏ ଜୀବ ତାଙ୍କଠାରୁ ଦୂରେଇ ଯାଉଛି, ତାଙ୍କୁ ସ୍ମରଣ କରୁନାହିଁ, ତାଙ୍କର ଏ ସୃଷ୍ଟି ବୋଲି ଭାବୁନାହିଁ। ସିଏ ଅତି ଆପଣାର ଆମ ଭିତରେ ଅଛନ୍ତି ଏବଂ ଆମର ଶ୍ୱାସ ପ୍ରଶ୍ୱାସ ସେ ନେଉଛନ୍ତି, ଛାଡ଼ୁଛନ୍ତି। ଏ କଥା ପ୍ରତି ଆମେ ଆଦୌ ସଚେତନ ନୁହନ୍ତି, ସଚେତନ ନାହୁଁ। ଯଶୋବନ୍ତ ଦାସ ଲେଖିଛନ୍ତି, ଯୋଉ ବିନ୍ଧାଣି ତୋତେ କଲାଟି ନିର୍ମାଣ, ସେଇ ତୋ ଦେହେ ରହିଲା ଏହା ତୁ ଜାଣ। ଯିଏ ତୁମକୁ ନିର୍ମାଣ କରିଛି ସେ ତୁମ ଶରୀର ଭିତରେ ଅଛି। ସମସ୍ତଙ୍କର ଚିନ୍ତା ପିତାମାତାଙ୍କ ଠାରୁ ଅନେକଙ୍କର ମତ ଅତି ଆପଣାର କେହି ନାହାନ୍ତି। ଥରେ ଚିନ୍ତା କରନ୍ତୁ, ବାପା ମାଆଙ୍କ ଭିତରେ ଯଦି ଶ୍ୱାସ ପ୍ରଶ୍ୱାସର କ୍ରିୟା ନ ଚାଲିବ ତାହେଲେ ବାପା ମା ଜୀବିତ ହେବେ ନା ମୃତ ହେବେ? ଯଦି ଜୀବିତ ନ ହେବେ ସେ ଗୋଟେ ଶିଶୁକୁ କେବେ ଜନ୍ମ ଦେଇପାରିବେ? ତେଣୁ ଦେଖିବେ, ଯେତେ ଆପଣ ସମୀକ୍ଷା କରି 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 ଦେଖିବେ, ସବୁରି ମୂଳରେ ହିଁ ଅଛନ୍ତି ସେ ପରମାତ୍ମା ପରବ୍ରହ୍ମ ଜଗତର ନାଥ ଜଗନ୍ନାଥ। ବାସ୍ତବରେ ସେ ଆପଣାର, ତାଙ୍କଠାରୁ ଆପଣାର ଆଉ କେହି ନୁହନ୍ତି। ସେ ଆମକୁ ବହୁତ ଭଲ ପାଉଛନ୍ତି, ସେ ଆମକୁ ଆପଣାର କରି ନେଇଛନ୍ତି। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ଆମ ଭିତରେ ରହି ସବୁକିଛି କରୁଛନ୍ତି, କରାଉଛନ୍ତି, କିନ୍ତୁ ସେଇ ବୋଧଟା ଆମର ନାହିଁ। କଥା କ'ଣ ରହିଛି ନା, ଆର୍ଥରିକ ବାବା କହିଥିଲେ, ଏ ଦୁନିଆରେ, ଏ ସଂସାରରେ ଆପଣାର କିଏ? ଏବଂ କୁହାହେଇଥିଲା, ଆପଣାର ହେଉଛନ୍ତି ସେଇ ଭଗବାନ ଜଗତର ନାଥ ଜଗନ୍ନାଥ ପରମାତ୍ମା ପରବ୍ରହ୍ମ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଲୋକ ବା ପ୍ରତ୍ୟେକ ମନୁଷ୍ୟ ଅନ୍ଧ ଭାବରେ ଆଉ କୌଣସି କଥା ଗ୍ରହଣ କରିବାକୁ ଚେଷ୍ଟା କରୁନି। ସବୁଟାକୁ ସାଇଣ୍ଟିଫିକ ପ୍ରମାଣ ଚାହୁଁଛି, ଯୁକ୍ତି ଚାହୁଁଛି, ତର୍କ ଚାହୁଁଛି। ତା ଅବଶ୍ୟ ଭଲ, ତା ଅବଶ୍ୟ ଖରାପ ନୁହେଁ, ତା ଦ୍ୱାରା ଜ୍ଞାନର ବୃଦ୍ଧି ହୁଏ। କିନ୍ତୁ ସେଇ ଉଦ୍ଦେଶ୍ୟଟା ସତ୍ ହେବା ଦରକାର, ସାର୍ଥିକ ଭାବ ହେବାଟା ହିଁ ଦରକାର। ଯଦି ସେଇ ଉଦ୍ଦେଶ୍ୟଟା ସତ୍ ନ ହେଇଥାଏ, ସାର୍ଥିକ ଭାବ ନ ହେଇଥାଏ, ମନରେ କୌଣସି ଖରାପ ଉଦ୍ଦେଶ୍ୟ ଥାଏ, ତାହେଲେ ସେଇଟା ଠିକ୍ ନୁହେଁ। ତେଣୁ ମନୁଷ୍ୟ ପ୍ରତ୍ୟେକ କଥାକୁ ପ୍ରାୟ ଯେଉଁମାନେ ଉଚ୍ଚ କୋଟିର, ଯେଉଁମାନେ ଜ୍ଞାନୀ, ସେମାନେ ସମୀକ୍ଷା କରନ୍ତି, ପରୀକ୍ଷା କରନ୍ତି। କିନ୍ତୁ ଧର୍ମ ଜଗତରେ କଥା ସ୍ୱତନ୍ତ୍ର ଅଲଗା। କାରଣ ଜ୍ଞାନ, ବିଜ୍ଞାନ ଆଉ ହେଉଛି ପ୍ରଜ୍ଞାନ। ଜ୍ଞାନଟା ଥିଲା, ଯେତେବେଳେ ବିଶେଷ ଜ୍ଞାନ ଆମ ଭିତରେ ହେଲା, ତାପରେ ବିଜ୍ଞାନ ହେଲା, ତ ବିଜ୍ଞାନକୁ ଅତିକ୍ରମ କଲା ମାନବ, ଯେତେବେଳେ କିଛି ଆଉ ଜାଣିପାରିଲାନି କ'ଣ, ସେଟା ହେଉଛି ପ୍ରଜ୍ଞାନ। କ'ଣ ଜାଣିପାରିଲା ନାହିଁ? ଏ ସୃଷ୍ଟିରେ ମନୁଷ୍ୟ କିଛି ଜାଣିନାହିଁ। ସମସ୍ତଙ୍କର ପାଠ ପଢ଼ିଦେଲେ 2 ଅକ୍ଷର ଯିଏ ଭଲ ପଢ଼େ ତା ଭିତରେ ଅହଙ୍କାର ଆସେ। ଯିଏ ଟିକେ ଧନୀ ହୁଏ ତା ଭିତରେ ଅହଙ୍କାର ଆସେ। ଯିଏ ଦେଖିବାକୁ ଟିକେ ସୁନ୍ଦର ଥାଏ ତା ଭିତରେ ଅହଙ୍କାର ଆସେ। ଯିଏ ସମାଜରେ କୌଣସି ବଡ଼ ପଦବୀ ପାଇଥାଏ ତା ଭିତରେ ବି ଅହଙ୍କାର ଆସେ। ଆମେ ବହୁତ ସମୟ ନିଜର ଚିନ୍ତାଧାରାକୁ ଜାଣୁ ବା ବିଚାର କରୁ ବା ସମୀକ୍ଷା କରୁ। ୱାଚ୍ ୟୁର ଥଟ୍ସ ଅଲୱେଜ୍। ମଣିଷ କ'ଣ ପାଇଁ ଗର୍ବ କରୁଛି, କ'ଣ ପାଇଁ ଅହଙ୍କାର କରୁଛି? ସେ ବାସ୍ତବରେ କିଛି ଜାଣିନାହିଁ। କେମିତି? ସେ ନିଜେ କେଉଁଠି ଥିଲା ଜାଣିନାହିଁ, ଖାଲି ଧରାପୃଷ୍ଠକୁ ଆସିଛି ଜାଣିଛି। ଏବଂ ସେ କେଉଁଠାକୁ ଯିବ ମଲା ପରେ
ସେ କଥା ମଧ୍ୟ ସେ ଭଲ ଭାବରେ ଜାଣିନେ, ଭଲ ଭାବରେ ନୁହେଁ, ଆଦୌ ଜାଣିନେ, ନଥିଙ୍ଗ। ଏବଂ ଚାହୁଁ ଚାହୁଁ ସେ ମା ଗର୍ଭରେ ଯେଉଁ ଡିମ୍ବାଣୁ କୀଟାଣୁ ମିଳିତରୁ ଜନ୍ମ ହେଇଥିଲା, ଛୋଟ ଶିଶୁରୁ ଆସି 50 ବର୍ଷ 60 ବର୍ଷ 70 ବର୍ଷ ହେଲା, କେମିତି ହେଲା, ତାକୁ ବାର୍ଦ୍ଧକ୍ୟ ଆସି ଗ୍ରାସ କଲା, ଜନ୍ମ ହେଇଛି ମରିବ, ଜରା ଏବଂ ବ୍ୟାଧି, ବାର୍ଦ୍ଧକ୍ୟ ହେବ, ରୋଗଗ୍ରସ୍ତ ହେବ। ସେ କୋଉଟାକୁ କିଛି ନିୟନ୍ତ୍ରଣ କରିପାରୁନି, କଣ୍ଟ୍ରୋଲ କରିପାରୁନି, ଜାଣିଲା ପରେ ବି ଆୟତ୍ତ କରିପାରୁନି। ଛାଡ଼ନ୍ତୁ, ଗୋଟେ ଛୋଟିଆ କଥାଟେ, କ'ଣ ସେ କଥା? ନିଜ ମନ ସମସ୍ତଙ୍କର ଅସ୍ଥିର, ନିଜ ମନ ସମସ୍ତଙ୍କର ବାସନା କାମନା ଯୁକ୍ତ, ନିଜ ମନ ସବୁବେଳେ ଚଳଚଞ୍ଚଳ। ଯାହାକୁ ଦେଖନ୍ତୁ ବର୍ତ୍ତମାନ ସମୟରେ ଏ ବିଜ୍ଞାନ ଯୁଗରେ, ସମସ୍ତେ ବିଜ୍ଞାନ ହେଉଛନ୍ତି, এই ବିଜ୍ଞାନ ଯୁଗରେ ଦେଖନ୍ତୁ କାହାରି ଦେହ ଭଲ ନାହିଁ, କାହାରି ଦେହ ଭଲ ନାହିଁ, ସମସ୍ତେ ରୋଗଗ୍ରସ୍ତ। ଦେଖନ୍ତୁ କାହାର ମାନସିକ ଶାନ୍ତି ନାହିଁ, ଦେଖନ୍ତୁ କାହାର ଭାବ ନାହିଁ, ସମସ୍ତେ ଅଭାବଗ୍ରସ୍ତ। ଯିଏ 10 ଲକ୍ଷ ଦରମା ପାଉଛି ଅଭାବ, ଯିଏ 5 ଲକ୍ଷ ପାଉଛି ଅଭାବ, ଯିଏ 3 ଲକ୍ଷ ପାଉଛି ଅଭାବ, ପୁଣି ସ୍ୱାମୀ ସ୍ତ୍ରୀ ଦୁହେଁ ରୋଜଗାର କରିକି ମଧ୍ୟ ଅଭାବ। ଥରେ ଚିନ୍ତା କରୁନାହାନ୍ତି, ଦିନକୁ ଯିଏ 10,000 ଟଙ୍କା ଦରମା ପାଉଛି, ମାସକୁ 3 ଲକ୍ଷ ଯାଏରେ, ସେ କହୁଛି ପଇସାଟା ଦେବାକୁ ବି ସାମର୍ଥ୍ୟ ନାହିଁ। ତେଣୁ କଥା କ'ଣ? କାହାର ମନରେ ଭାବ ନାହିଁ, ସମସ୍ତଙ୍କ ମନରେ ଅଭାବ। ଦେଖନ୍ତୁ କାହାରି ମନ ସ୍ଥିର ନାହିଁ, ସମସ୍ତଙ୍କ ମନ ଚଳଚଞ୍ଚଳ, ସମସ୍ତେ ମାନସିକ ବିକାରଗ୍ରସ୍ତ, ସମସ୍ତେ ରୋଗଗ୍ରସ୍ତ, ସମସ୍ତେ ସନ୍ଦେହ ଯୁକ୍ତ, ସମସ୍ତେ ସମସ୍ତଙ୍କୁ ପରୀକ୍ଷା କରିବାରେ ଲାଗିଛନ୍ତି, କି ନିଜକୁ ପରୀକ୍ଷା କରିବାରେ କେହି ଲାଗିନାହାନ୍ତି। ତେଣୁ ଏଠୁ ଜଣାପଡ଼ୁଛି ଯେଉଁ କଥାରୁ, ସମୀକ୍ଷାରୁ, କର୍ମଟା କେତେ ଇମ୍ପୋର୍ଟାନ୍ସ, କର୍ମଟା କେତେ ଇମ୍ପୋର୍ଟାନ୍ସ। ତେଣୁ କର୍ମ କେମିତି ଆପଣାର, କେତେ ଇମ୍ପୋର୍ଟାନ୍ସ। ଆପଣ ଯାହାକୁ ଭଲ ପାଇଲେ ସେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଭଲ ପାଇବ, ଆପଣ ଯାହାକୁ ଘୃଣା କଲେ ସେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଘୃଣା କରିବ। ଆପଣ ଯଦି ସତ କଥା କହିଛନ୍ତି ସେଠି କେବେ କଳି ଉଠିବ ନାହିଁ, ଯଦି କଳି ଉଠିଲା ତା କୁଆଡ଼େ ଭ୍ୟାନିସ୍ ହେଇଯିବ। ଯଦି ଆପଣ ମିଛ କଥା କହିଛନ୍ତି ନିଶ୍ଚିନ୍ତ ସେଠି ଦିନେ କଳି ଉଠିବ। ବର୍ତ୍ତମାନ ସଂସାରରେ କେହି କାହାକୁ ଭଲ ପାଉନାହାନ୍ତି, କେହି କାହାକୁ ଭଲ ପାଉନାହାନ୍ତି। ଯଦି ଭଲ ପାଉନାହାନ୍ତି ତାହେଲେ ବିଶ୍ୱାସ ନାହିଁ, ଯଦି ବିଶ୍ୱାସ ନାହିଁ ତାହେଲେ ସମ୍ପର୍କ ବି ନାହିଁ। କାହା ସହିତ କାହାର ମଧୁରତା, ସମ୍ପର୍କ, ଆତ୍ମୀୟତା ଅଛି କି? ସ୍ୱାମୀ ସ୍ତ୍ରୀ ଭିତରେ, ବାପ ପୁଅ ଭିତରେ, ଭାଇ ଭଉଣୀ ଭିତରେ, ଗୁରୁ ଶିଷ୍ୟ ଭିତରେ, ସମ୍ପର୍କ ଭଗବାନଙ୍କ ଭିତରେ କ'ଣ ଆଉ ସେଇ ବିଶ୍ୱାସ, ସେଇ ଭଲ ପାଇବା ଆଉ କ'ଣ ଅଛି? ନାହିଁ। କାଲି ଜଣେ ଆମ ପାଖକୁ ଫୋନ୍ କରିଥିଲେ, ଆମେ କହିଲୁ ଏଇ ସଂସାରରେ ଆପଣାର କିଏ? ସେ କହିଲେ ଏ ସଂସାରରେ ଆପଣାର କେହି ନାହାନ୍ତି। ଆମେ କିଛି କହିଲୁ ନାହିଁ, ସେ ଦୀକ୍ଷିତ ବ୍ୟକ୍ତି, କାହିଁ କହିଲୁ ନାହିଁ? ବୁଝିବାଟା ଏତେ ସହଜ ନୁହେଁ। ଆପଣମାନେ ଭାବୁଛନ୍ତି ଆମେ ସବୁ କଥା ଜାଣିଛୁ, ଆମେ ସବୁ କଥା ବୁଝିଛୁ। ଆପଣ ଯାହା କହୁଛନ୍ତି ଆମେ ଜାଣିଛୁ, ଆପଣ ଯାହା କହୁଛନ୍ତି ଆମେ ବୁଝିପାରୁଛୁ। ଆମେ ଶିକ୍ଷିତ, PhD କରିଛୁ, ଆହୁରି ଅଧିକା ପାଠ ପଢ଼ିଛୁ। ଯଦି ଆପଣଙ୍କୁ ପ୍ରଶ୍ନ ପଚରାଯିବ, ବୁଝେଇ ଦିଆଯିବ, ଆପଣ ବାସ୍ତବରେ ବୁଝିଛନ୍ତି, ଜାଣିଛନ୍ତି, ଆପଣ ବା ନିଜକୁ ଭଲ ପାଇ ବସିନାହାନ୍ତି, ନିଜକୁ ବୁଝି ନାହାନ୍ତି, ନିଜକୁ ସମୀକ୍ଷା କରିନାହାନ୍ତି, ନିଜକୁ ଆନାଲିସିସ୍ କରିନାହାନ୍ତି।
ଆପଣ କାହାକୁ ବୁଝିବେ, କାହାକୁ ଜାଣିବେ, କାହାକୁ ସମୀକ୍ଷା କରିବେ, କାହାକୁ ଭଲ ପାଇବେ, କାହାକୁ ଆପଣାର କରିବେ। ତେଣୁ ଏ ସଂସାରରେ ଆପଣାର ନିଶ୍ଚିନ୍ତ ଭାବରେ ଭଗବାନ, କିନ୍ତୁ ଆମେ ଭଗବାନଙ୍କୁ ଆପଣାର କରିନେ, ସେ ଆମକୁ ଆପଣାର କରିଛନ୍ତି। କେଉଁ କର୍ମ ଦ୍ୱାରା ତାଙ୍କୁ ଆପଣାର କରାଯାଏ, ଆପଣ ଗୁରୁଙ୍କ ଠାରୁ, ଜ୍ଞାନୀ ତତ୍ତ୍ୱ ଗୁରୁଙ୍କ ଠାରୁ ଆପଣ ଭଲ ଭାବରେ ବୁଝିନେବେ। ଏବଂ ବୁଝିନେଲେ କିଛି ହେବ ନାହିଁ, ତାକୁ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। ଆମେ ଯେତିକି 41 ବର୍ଷ ସାଧନା ଜୀବନ କାଳ ଭିତରେ ଦେଖିଲୁ, ପ୍ରକୃତରେ ଆପଣାର କିଏ କେହି ଭଲ ଭାବରେ ବୁଝିନାହାନ୍ତି, କହିଲେ ମଧ୍ୟ ବୁଝିପାରିବେ ନାହିଁ। ଅତି ଆପଣାର ନିଜର କର୍ମ ଆଉ ଭଗବାନ, ନିଜର କର୍ମ ଆଉ ଭଗବାନ। ଭଗବାନ ନଥିଲେ, ପରମାତ୍ମା ପରମବ୍ରହ୍ମ ନଥିଲେ ଆପଣ କିଛି କରିପାରିବେ କି? ଏ ସୃଷ୍ଟିଟା ତାଙ୍କର ନା, ସବୁକିଛି ତାଙ୍କର, ଆପଣ ତାଙ୍କର ଅଂଶ ବିଶେଷ। ଏ ସମସ୍ତେ ତାଙ୍କର ଅଂଶ ବିଶେଷ। ଏ ସୃଷ୍ଟିଟା ସମ୍ପୂର୍ଣ୍ଣ ଭାବରେ ତାଙ୍କର। ଯେତେ ଲୋକ ଉପରକୁ ଦେଖୁଛନ୍ତି, ଭୂଲୋକ, ଭୂବଲୋକ, ସ୍ୱଲୋକ, ମହଲୋକ, ଜନଲୋକ, ତପଲୋକ, ସତ୍ୟଲୋକ, ତାପରେ ଯେଉଁ ଲୋକ ଅଛି, ସେମିତି 7ଟା ପାତାଳ ଅଛି, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ, ସବୁକିଛି ରହିଛି, ସବୁକିଛି ସତ୍ୟ। ଯେ କହୁଛି ମୁଁ ଜାଣିଛି, ସେ ତା ବାର୍ଦ୍ଧକ୍ୟକୁ କେବେ ରୋକି ଦେଇପାରିବ? ତା ରୋଗକୁ କେବେ ରୋକି ଦେଇପାରିବ? ତା ମୃତ୍ୟୁ କେବେ ସେ ରୋକି ଦେଇପାରିବ? ତା ଜୀବନରେ ଯେଉଁ ଘଟଣା ଇନସିଡେଣ୍ଟ ଘଟିବାର ଅଛି, ତାକୁ ସେ ରୋକି ଦେଇପାରୁଛି? ନିଶ୍ଚିନ୍ତ ରୋକି ଦେଇପାରିବ, ନିଶ୍ଚିନ୍ତ ତାକୁ ଅତିକ୍ରମ କରିଦେଇପାରିବ। ଯେତେବେଳେ ତା କର୍ମକୁ ଆପଣାର ହବ, ଆଉ ସେ ଭଗବାନଙ୍କୁ ଆପଣାର କରିବ। ଏତେ ଶୀଘ୍ର ଏ ମାନବ କେଉଁ କର୍ମ ଦ୍ୱାରା ଭଗବାନଙ୍କର ଆପଣାର ହବ ସେ ଜାଣିନାହିଁ। ଆଉ ଯଦି କିଏ ଜାଣିଛି, ତାପରେ ସେ ଇମ୍ପୋର୍ଟାନ୍ସ ବା ଏମ୍ଫାସିସ୍ ଦେଉନାହିଁ। କାହିଁକି? ମନରେ ପ୍ରଶ୍ନ ଉଠେ, ତାହା ହେଉଛି ଈଶ୍ୱରଙ୍କର ମାୟା, ଭଗବାନଙ୍କର ମାୟା। ଏ ମାୟାର ଏତେ ଦୂର ବିସ୍ତାର ହେଇଛି, ତାର ଡେଣା, ମାନେ 14 ଭୁବନ ମାୟା ଯନ୍ତ୍ରିତ ସର୍ବଜନ, ବ୍ରହ୍ମାଦି 14 ଭୁବନ। ଜଣେ ଶିଷ୍ୟ ଫୋନ କରି କହିଲେ, ମୁଁ କ'ଣ ଭୁଲ କରିଛି ଏତେ ରୋଗ ଯନ୍ତ୍ରଣା ଭୋଗ କରୁଛି? ଶାରଦା ବା ମୋ ସହିତ ଡ୍ରାଇଭିଂ କରୁଥିଲେ, ଆମେ ଗୋଟେ ଅଫିସକି ଯାଉଥିଲୁ। କହିଲି, ଆପଣ ସବୁବେଳେ ଭୁଲ କରୁଛନ୍ତି। ନା କ'ଣ ମୁଁ ଭୁଲ କଲି? ଲୋକ ଭାବନ୍ତି ମଣିଷ ମାରିବା ଗୋଟେ ଭୁଲ, ଚୋରି କରିବା ଗୋଟେ ଭୁଲ, ମିଛ କହିବାଟା ଗୋଟେ ଭୁଲ ନୁହଁ, ଦୁର୍ନୀତି ଠକିବାଟା ଗୋଟେ ଭୁଲ ନୁହଁ। ଆମେ ତାଙ୍କୁ ଅତି ସଂକ୍ଷେପରେ କହିଲୁ, ଆପଣ ଯେତେବେଳେ ଭଗବାନଙ୍କୁ ବିସ୍ମରଣ କରି ଯାଉଛନ୍ତି, ଭଗବାନ ଠାରୁ ମନକୁ ଦୂରେଇ ଦେଉଛନ୍ତି, ଆପଣ ସବୁ ଭୁଲ କରୁଛନ୍ତି। ଯେତେବେଳେ ଭଗବାନ ସହିତ ଆପଣ ଯୋଗଯୁକ୍ତରେ ଅଛନ୍ତି, ଭଗବାନଙ୍କୁ ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ସ୍ମରଣ କରୁଛନ୍ତି, ଆପଣ କିଛି ଭୁଲ କରୁନାହାନ୍ତି। ଈଶ୍ୱର ହେଲେ ସତ୍ୟ, ଏ ଜଗତ ହେଲା ମିଥ୍ୟା। ସେ ହେଲେ ଅତି ଆପଣାର, ତାଙ୍କ ପାଖରେ ମନକୁ ରଖିଲେ ଆପଣ ଠିକ୍ କଲେ। ଯେତେବେଳେ ତାଙ୍କଠାରୁ ମନଟାକୁ ଦୂରେଇ ଦେଲେ, ସେତେବେଳେ ଆପଣ ଭୁଲ କଲେ। ସେଇ କଥାକୁ ବୁଝିପାରିଲେନି। ସେତେ ସାଧାରଣ କଥା ନୁହନ୍ତି। ଆପଣ ଜାଣିଛନ୍ତି,
ଆପଣ ଯେଉଁ କର୍ମ କରୁଛନ୍ତି ବାବା ପୂର୍ବ ଏପିସୋଡ଼ରେ କହିଥିଲେ, ସେଇ କର୍ମର ଫଳ ଆପଣ ଭୋଗ କରୁଛନ୍ତି। ସେଥିପାଇଁ ଆପଣ ପରିବାରରେ ଆପଣ ଅତି ଆପଣାର ସ୍ତ୍ରୀ ହେଇଥିଲେ ସ୍ୱାମୀ, ସ୍ୱାମୀ ହେଇଥିଲେ ସ୍ତ୍ରୀ, ତାର ପୁଅ ଆଉ ଝିଅ, ବାପା ମା ବି ନୁହନ୍ତି। ପଚାରି ଦେଖନ୍ତୁ, ଆପଣ ସେମାନଙ୍କ ଲାଗି ଯେଉଁ ଟେନସନ୍, ଯେଉଁ ବ୍ୟସ୍ତ ବିବ୍ରତ, ଯେଉଁ ବିଚଳିତ, ତାହା ଦ୍ୱାରା ଆପଣ ସାଧନା କରିପାରୁନାହାନ୍ତି, ସତ୍ସଙ୍ଗକୁ ଆସିପାରୁନାହାନ୍ତି, ଆଶ୍ରମ ଯାଇପାରୁନାହାନ୍ତି, ସେସବୁ ଛାଡ଼ି ଦିଅନ୍ତୁ। ପର୍ଟିକୁଲାର ଟାଇମ୍ରେ ବସି ଟିକେ ଜପ ଧ୍ୟାନ କରିବା, ଠାକୁରଙ୍କୁ ପୂଜା କରିବା, ଗୀତା ଭାଗବତ ଟିକେ ପଢ଼ିବା, ଗୁରୁଦେବ ଯେଉଁ ଉପଦେଶ ଦେଇଛନ୍ତି ତାକୁ ଟିକେ ପାଳନ କରିବା ପାଇଁ ଆପଣ କରିପାରୁନାହାନ୍ତି। ମନରେ ସାଧନା ପିରିୟଡ଼ରେ ଯେତେବେଳେ ଆମର ସାଧନାର ବାଲ୍ୟ ଅବସ୍ଥା, ଆମେ ଭାବୁଥିଲୁ ଯେତେବେଳେ ଆଶ୍ରମକୁ ସବୁ ଲୋକମାନେ ଆସନ୍ତି, ସର୍ଭିସ୍ ହୋଲ୍ଡର, ଯେଉଁମାନେ ସର୍ଭିସ୍ କରୁଛନ୍ତି, ଆମେ ଭାବୁ ଏମାନଙ୍କର ଚାକିରି ସରିଗଲେ ଏମାନେ ବହୁତ ସାଧନାରେ ବସିପାରିବେ। ଜପ ଧ୍ୟାନ, ପୂଜା ପାଠ, ଆଶ୍ରମ ସେବା, ଗୁରୁଙ୍କ ସେବା ଆଉ ଆଶ୍ରମର ଉନ୍ନତି ପାଇଁ ସବୁତକ ଜଣଙ୍କର କାମ, ସେ ପ୍ରଭୁଙ୍କ କାମରେ ଇଏ ସମୟ ଦେଇପାରିବେ। ନିଜର ଏକ୍ସପିରିଏନ୍ସରେ ଦେଖିଲୁ, ଚାକିରି ସରିଗଲେ ସେ ସବୁଦିନ ପାଇଁ ଆଶ୍ରମ ସେବା, ଗୁରୁଙ୍କ ସେବା, ସାଧନା ସବୁ କିଛି ଭୁଲି ଯାଆନ୍ତି। ଏଇଟା କେଉଁ ଶାସ୍ତ୍ରରୁ ଆମେ ପଢ଼ିନୁ, ନିଜର ଅନୁଭବ ଅନୁଭୂତି। ଯେତେ ବୟସ ବଢ଼େ ଆମେ ଭାବୁଥିଲୁ, ନିଜକୁ ବି ସମୀକ୍ଷା କରି ଦେଖୁଥିଲୁ, ଅବଶ୍ୟ ଆମ ପାଇଁ ତା ସତ୍ୟ ହେଇନି, ଆମ ପାଇଁ ସମ୍ପୂର୍ଣ୍ଣ ଠିକ୍ ଅଛି। ସମସ୍ତଙ୍କୁ ସମୀକ୍ଷା କରି ଦେଖିଛୁ, ସମସ୍ତେ ଧର୍ମ ଜଗତରୁ, ଆଧ୍ୟାତ୍ମିକ ଜଗତରୁ ବା ଏ ପୁଣ୍ୟ କର୍ମରୁ ଧୀରେ ଧୀରେ ନିବୃତ୍ତ ହେଇଯାଆନ୍ତି। ବିଭିନ୍ନ ଗ୍ରାଉଣ୍ଡ ଦେଖାନ୍ତି, କ'ଣ କହନ୍ତି ସେମାନେ? କହନ୍ତି ବୟସ ତ ହେଇଗଲା, ଦେହ ତ ଅସୁସ୍ଥ ହେଉଛି, ଆଉ କ'ଣ ଆମେ ଆଶ୍ରମକୁ ଯାଇପାରିବୁ? ଦେହ ତ ଅସୁସ୍ଥ ହେଇଗଲା, ଆଉ ପେନସନ୍ ଗଣ୍ଡାଏ ପାଇକି ଚଳୁଛୁ, ଆଉ କ'ଣ କିଛି ଡୋନେସନ୍ ଦେଇପାରିବୁ? ଦେହ ତ ଅସୁସ୍ଥ ହେଇଗଲା, ବୁଢ଼ା ବୁଢ଼ୀ ହେଲୁ, ଆଉ ଏଇ ନାତି ନାତୁଣୀଙ୍କର ସେବା ନ କଲେ ଇଏ ସବୁ ସେମାନେ ପୁଅ ବୋଉ ଭଲ ପାଇବେ ନା ଗଣ୍ଡେ କ'ଣ ଆଉ ଖାଇବାକୁ ଦେବେ? ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ନିଜର ସ୍ୱାଧୀନତାକୁ ହରେଇ ବସେ, ଆମେ ଯାହା ଦେଖିଛୁ। କିନ୍ତୁ ଜଣେ ସାଧକ ଯଦି ପ୍ରତ୍ୟହ ସାଧନା କ୍ରିୟା ଅଭ୍ୟାସ କରୁଥିବ, ସକାଳେ ଘଣ୍ଟାଟେ, ସନ୍ଧ୍ୟାରେ ଘଣ୍ଟାଟେ, ବ୍ରହ୍ମ ମୁହୂର୍ତ୍ତରେ ଘଣ୍ଟାଟେ, ଆଉ ସାରାଦିନ ଗୁରୁଦେବ ଯେଉଁ ଉପଦେଶ ଦେଇଥିବେ, ସେଇ ଉପଦେଶରେ ଯେଉଁ ଅବଲମ୍ବନ ଦେଇଥିବେ, ସେଇ ଅବଲମ୍ବନରେ ଯଦି ମନକୁ ରଖିଥବ, ତାହେଲେ ଭଗବାନ ତା ପାଇଁ ଏଇ ଯେଉଁ କଥା ତା ମନରେ ଉଙ୍କି ମାରୁଛି, ବୟସ ହେଇଗଲା, ରୋଗଗ୍ରସ୍ତ ହେଲା, ଅଭାବ ପଡ଼ିଲା, ପିଲା ଛୁଆଙ୍କର ଦାୟିତ୍ୱ ନେବାକୁ ପଡ଼ିଲା, ସେ କେବେ କଥା କହିପାରିବନି। କାହିଁକି ନା ତା ଭିତରେ ସାତ୍ତ୍ୱିକ ଭାବ ହିଁ ଆସିଥିବ। ସାତ୍ତ୍ୱିକ ଭାବରେ ଏଇସବୁ କଥା କେବେ ଉଠେ ନାହିଁ, କେବେ ଉଠିବ ନାହିଁ। ସେ ବୁଢ଼ା ବୋଲି କହିପାରିବନି, ଚାକିରି ଚାଲିଗଲା ବୋଲି କହିପାରିବନି, ମୋ ପାଖରେ ପଇସା ନାହିଁ ବୋଲି କହିପାରିବନି, ସେ ପିଲା ଛୁଆଙ୍କର ଅଧୀନସ୍ଥ କେବେ ହେଇପାରିବନି। ପରମ ପିତା ପରମ ବ୍ରହ୍ମ ତାକୁ ଏଇ କାମ କେବେ କରେଇ ଦେବେନି। ଏମିତି ଶାସ୍ତ୍ରରେ ଅଛି, ମୋର ନୋହିଲେ କରୁଣା, ବ୍ରହ୍ମା ଶଙ୍କର ହୁଅନ୍ତି ବଣା। ପ୍ରଭୁ ଆମକୁ ଆପଣାର କରିଛନ୍ତି, ଆମେ ପ୍ରଭୁଙ୍କୁ ଆପଣାର କରିନି। କର୍ମଟା ଯେ ଆପଣାର, ଠିକ୍ ଯେ କର୍ମଟା କାହା ଦ୍ୱାରା ତୁମେ କରିବ, କେମିତି କରିବ, କେଉଁ କର୍ମ କରିବ, କେଉଁ କର୍ମଟା ତୁମର ଆପଣାର ହେବ? ତେମେ ତ ପିଲା ଛୁଆଙ୍କର ଯତ୍ନ ନେଲ, ଘରର ଯତ୍ନ ନେଲ, ଜମିବାଡ଼ିର ଯତ୍ନ ନେଲ, ଟଙ୍କା ପଇସା ବ୍ୟାଙ୍କ ବାଲାନ୍ସ କଲ, କ'ଣ କରିବା? ପୁଅ ପାଇଁ ଯଦି ବ୍ୟାଙ୍କରେ 20 ଲକ୍ଷ ରଖି ନ ଦିଆଯିବ, ସେ କ'ଣ କହିବ? ଅଯୋଗ୍ୟ ବାପା। ତା ପାଇଁ ଖଣ୍ଡେ ଜାଗା, ଝୁଅ ପାଇଁ ଖଣ୍ଡେ ଜାଗା ଯଦି ପକେଇ ନ ଦିଆଯିବ, ସେ କ'ଣ କହିବେ? ଏଭଳି ବାପା। ଏ ହେଉଛି ରଜଗୁଣର ଚିନ୍ତା, ଏ ସତ୍ୱଗୁଣର ଚିନ୍ତା ନୁହେଁ।
ଆଜି ଜଣେ ଗୃହସ୍ଥ ଲୋକଙ୍କୁ କହିଲେ ଏହିପରି ଭୁବନେଶ୍ୱର ଧ୍ୟାନ କେନ୍ଦ୍ରରେ, ବୋଲି ଗୋଟିଏ କଥା ଆପଣଙ୍କୁ କହିବି। ନା କ'ଣ? ଯଦି ଗୃହସ୍ଥ ଆଶ୍ରମରେ ରହି ଆପଣ ପିଲାମାନଙ୍କୁ ଆପଣ ଯଦି ଧାର୍ମିକ କରାଇ ପାରିନାହାନ୍ତି, ସ୍ପିରିଚୁଆଲ ମାଇଣ୍ଡେଡ଼ କରାଇ ପାରିନାହାନ୍ତି, ଆପଣ ସେମାନଙ୍କ ପାଇଁ କିଛି କରିନାହାନ୍ତି। ଯାହା କରିଛନ୍ତି ଅନିତ୍ୟ ଜଗତର କର୍ମ ଗୁଡ଼ିକ କରିଛନ୍ତି, ତାର ମୂଲ୍ୟ କିଛି ନାହିଁ। ଗୋଟିଏ ପଇସା ସେ ଆପଣ ପାଇଁ ମନେ ପକାଇବେ ନାହିଁ, କିଛି ତାର ଭ୍ୟାଲୁ ନାହିଁ। ତେଣୁ ଗୃହସ୍ଥ ଆଶ୍ରମ ସର୍ବଶ୍ରେଷ୍ଠ ଆଶ୍ରମ। ଏହି ଆଶ୍ରମରେ ଯଦି ଗୃହସ୍ଥ ନିଜେ ଧାର୍ମିକ ହେଇ ପିଲାମାନଙ୍କୁ ସେ ଧାର୍ମିକ ଚେତନା ଭିତରେ ବୁଡ଼େଇ ଦିଏ, ତାଙ୍କ ଭିତରେ ଧାର୍ମିକ ଭାବ ଆଣି ଦେଇପାରେ ଏବଂ ଗୁରୁମୁଖୀ କରେଇ ଦେଇପାରେ, ତାହେଲେ ସେ ଜଣେ ଆଦର୍ଶ ଗୁରୁ। ଗୋଟେ ଦୀପରୁ ଯଦି ଅନେକ ଦୀପ ନ ଲାଗିଲା, ଅନେକ ଦୀପ ନ ଜଳିଲା, ସେ ଗୋଟିଏ ଦୀପ ଜଳିବାର କ'ଣ ଭ୍ୟାଲୁ ଅଛି? ଆପଣ ଯଦି ନିଜେ ମିଠା ଖାଇ କାହାକୁ ମିଠା ଦେଇନାହାନ୍ତି, ଆପଣ ମିଠା ଖାଇବାର ଭ୍ୟାଲୁ ଅଛି, ମୂଲ୍ୟ ଅଛି? ଆପଣ ପାଠ ପଢ଼ି ଜ୍ଞାନୀ ହେଇଛନ୍ତି, କାହାକୁ ଯଦି ଜ୍ଞାନ ବିତରଣ କରିନାହାନ୍ତି, ସେ ଜ୍ଞାନର କିଛି ମୂଲ୍ୟ ଅଛି? ନିଜେ ରୋଜଗାର କରି ପିଲା ଛୁଆଙ୍କ ପିଛରେ ଲଗେଇ ଖାଇ ଦେଇଛନ୍ତି, କାହାକୁ ଆପଣ ଦେଇନାହାନ୍ତି, ସେ ରୋଜଗାରର କ'ଣ କିଛି ମୂଲ୍ୟ ଅଛି? ଚିନ୍ତା କରି ଦେଖନ୍ତୁ, ଦବାରେ କେତେ ଆନନ୍ଦ, ନବାରେ କେତେ ଦୁଃଖ, ଯନ୍ତ୍ରଣା, କଷ୍ଟ। ତେଣୁ ଆମେ କେମିତି କର୍ମ କଲେ ଆମେ ଭଗବାନଙ୍କର ଆପଣାର ହେଇପାରିବା? ଭଗବାନ ତ ଆମକୁ ଆପଣାର କରିଛନ୍ତି, ଆମକୁ ସବୁବେଳେ କୋଳରେ ରଖିଛନ୍ତି, ଆମ ପାଇଁ ସୁନ୍ଦର ସୁବ୍ୟବସ୍ଥା କରିଛନ୍ତି, କିନ୍ତୁ ଆମ ଜୀବନରେ ତା ଅନୁଭବ ନାହିଁ। ସମସ୍ତେ ଆମେ ସଂସାରରେ ଅଛେ। କେତେ ଜଣ ଅନୁଭବ କରିଛନ୍ତି, ମୁଁ ଆସିବା ପୂର୍ବରୁ ଏ ମହାକାଶ ଥିଲା ତ, ଏ ଚନ୍ଦ୍ର ସୂର୍ଯ୍ୟ ଥିଲେ ତ, ଏ ଗ୍ରହ ନକ୍ଷତ୍ର ତାରାଗଣ ଥିଲେ ତ, ଏ ମହୋଦଧି ଥିଲା ତ, ଏ ନଦା ନଦୀ ଥିଲେ ତ, ଏ ବୃକ୍ଷ ପର୍ବତ ପାହାଡ଼ ଜଙ୍ଗଲ ସବୁ କିଛି ଥିଲା ତ, ନା ନଥିଲା? ମୁଁ ଗଲା ପରେ ମୁଁ ନିଶ୍ଚିନ୍ତ ତ ଯିବି, କିନ୍ତୁ ସେ କଥା ଉପରେ ବିଶ୍ୱାସ ହେଉନି। ମୁଁ ବିଦାୟ ନେବି ଏବଂ ସେ ମୃତ୍ୟୁର ନିକଟସ୍ଥ ହେଇଯାଉଛି, ମୋ ସମୟ ଯେ ପାଖେଇ ଆସୁଛି, ମୁଁ ଯାହାକୁ ଭାବୁଛି ଆପଣାର, ମୋ ପୁଅ, ମୋ ଝିଅ, ମୋ ଘର, ମୋ ଦ୍ୱାର, କାହାର ବି ଝିଅ ଜ୍ୱାଇଁ, କିନ୍ତୁ ଦେଖିଲା ବେଳକୁ ମଲାବେଳେ ଜାଣନ୍ତି କୋଉଠି ପଡ଼ିଥିବ, କେହି ତୁମ ସାଥିରେ ଯିବେ ନାହିଁ। ତୁମେ ଯାହା ରଖିଥବ ତାକୁ ଯଦି ଫାଇନାଲ କରିକି ଯାଇନଥବ, ଗୋଟେ କଳି ମଞ୍ଜି କୋର୍ଟ କଚେରୀ ଯାଇ ଯିବ। ଏବେ ଯାଉନାହିଁ, ସବୁ କୋର୍ଟ କଚେରୀ ହେଉନାହିଁ, ଝିଅମାନେ ପ୍ରପର୍ଟି ନେବାକୁ, ପୁଅ ଭିତରେ ସବୁ ଗଣ୍ଡଗୋଳ। ଗୋଟେ ଜାଗାରେ ଏବେ ଘର ଭଙ୍ଗା ହେଲା ଜଗତସିଂହପୁରରେ, ଆମେ ସେଠିକି ଯାଇଥିଲୁ, କେତେ ଲକ୍ଷ ଟଙ୍କା ମିଳିଲା, ଦି ଭାଇ ବାଡ଼ିଆ ବାଡ଼ି ହେଲେ, ସେ ପଇସା ପଳେଇଲା କୋର୍ଟକୁ। ଏବେ କୋର୍ଟରେ କେସ୍ ଚାଲିଛି, କେସ୍ରେ ଫାଇନାଲ ହେଲେ ପଇସା ଆସିବ, ନହେଲେ ନାହିଁ। ଆରେ ଭାଇ, ତୋର ଏତିକି ମୋର ଏତିକି ହେଇପାରିଲାନି। ତେଣୁ ପ୍ରକୃତ କଥାର ଅର୍ଥକୁ ଯିଏ ବୁଝିଥିବ ନା, ସେ ଖାଲି ହସିବ ହସିବ ହସିବ, ଆନନ୍ଦ ହବ। ଆହା, ଏ ଲୋକମାନେ ବିଷ୍ଣୁ ମାୟାକୁ ସତ୍ୟ ବୁଝି ପ୍ରାଣୀ ଅଛନ୍ତି ଏତି ମଜି। କି ପ୍ରକାର ଅଜ୍ଞାନତା, କି ପ୍ରକାର ଅହଙ୍କାର ଆମ ଭିତରେ ପରିପୂର୍ଣ୍ଣ ହେଇ ଅଛି, ଆମେ ଆଦୌ ଜାଣିପାରୁନି। ବହୁ ଲୋକ ସାଧନା କରୁଛନ୍ତି, କିଛି ଲୋକ ଧ୍ୟାନ କରୁଛନ୍ତି, ସକାଳେ ସନ୍ଧ୍ୟାରେ ବସନ୍ତି, ତାଙ୍କର ସେଇଟା ଗୋଟେ ଅଭ୍ୟାସ। କିନ୍ତୁ ଅଭ୍ୟାସରୁ ବସୁଛନ୍ତି, ସେ ଯେ ତାଙ୍କର ପ୍ରଫେସନ, ତାଙ୍କର ଯେଟା ବୃତ୍ତି, ସେ କଥା ଜଣା ନାହିଁ। ଧ୍ୟାନଟା ଆମର ଗୋଟେ ବୃତ୍ତି ହେବା କଥା। ଆମେ ଧ୍ୟାନଟା 24 ଘଣ୍ଟା କରିବା କଥା। 24 ଘଣ୍ଟା କହିବାଟା ଭୁଲ। ସାରା ଜୀବନ ଯେବେ ଗୁରୁଙ୍କ ଠାରୁ ଆଶ୍ରିତ ହେଲେ, ଗୁରୁ ଦୀକ୍ଷିତ ହେଲେ, ସେବେଠାରୁ ପ୍ରତ୍ୟେକଟି ସମୟରେ ଆମେ ସାଧନା କରିବା ପାଇଁ ଚେଷ୍ଟା କରିବା। କ'ଣ କରିବା? ନା ଚେଷ୍ଟା କରିବା। ସମସ୍ତେ
गोटे कर्म कले ता पूर्वर फल आशा रखी कर्मटे करने को भल पाए। एटा हूँ ह्यूमन नेचर। पाठ पढ़ुची कौन पाई ना चाकरी, पाठ पढ़ुने ज्ञान लाभ पाई। किए कह मु पाठ पढ़ी ज्ञान लाभ पाई, ये ज्ञान द्वारा मोर उपकार हम, मो झील पुअर उपकार हम, समाज उपकार हम, आ द्वारा लोक शांति पाइब। जमा ना कौन पे पाठ पढ़ुच ना चाकरी। तेल चाकरी पे पाठ पढ़ुल, तुम पाठ कि एक्चुअली पढ़ु न, चाकरी पे पाठ पढ़ुल। अरे चाकरी कहीं कर ना पैसा रोजगार पाई। अरे पैसा ताले पाठ पढ़ी, चाकरी पे पाठ पढ़ी न। अरे ये पुणी पैसा कौन हम? हाँ, पैसा हेले बाहाघर हम, पुओ झी हे, जमी बाड़ी हम, कोठा बाड़ी हम। अरे पाठ पढ़ुल कोठा बाड़ी बाहाघर पैसा पाई नुह। आप एमती देखी देखी जी लास्ट को देखिए कि प्रकार विकृत अवस्था। तेणु मनुष्य किछि जानी नहीं, मो चिंताधारा भितर किछि सतरे पाठ पढ़ी नहीं, केवल अहंकार आ अज्ञानता भितर से परिपूर्ण हो अछि। तार जो शिक्षा, तार जो दीक्षा, तार जो कर्म, से कहा को ईश्वराभिमुखी करइबनी, काहांक भितरे धार्मिक चेतना आणीदबनी, काहांक भितरे भगवान को सहित युक्त करइदबनी, मिलन करइदबनी। तेणु भगवान आपणार आमे तांकर आपणार हो पारुने। केमिति कर्म कले, कि कर्म कले आमे तांकर आपणार हब। सेठी उद्धव भगवान को पचारुचे कि कर्म करी भबु हेबी पार, कहे कमलार बर। ये कहूँ कि कर्म करी भबु हेबी पार, ये भव संसार रु कौन कौन कर्म कले मु पारी। पुणी कहते कर्म करिब कर्म तेजी, सार्थिके मोर पादे भजी। कर्म करिब कर्म तेजी, तो बिना कर्म रे इठी केही रही नांती कि रही पारिबे नहीं। भगवान को सृष्टिटा एभली आश्चर्यमय, किए एठारे रही पारिबे नहीं। आपण भाबुचंती साधु माने बसिचंती, खाउचंती, सोउचंती ना। अनेक साधु आलस्यर दिन काटंती, सेमाने किंतु साधु रूप धारण करते साधु नुहंती। अनेक जन्म संस्कार रे, अनेक जन्म तपस्या रे, अनेक जन्म पुण्य कर्म रे, अनेक जन्म आत्मबोध रे रहिला परे व्यक्ति सत्य रे प्रतिष्ठा लाभ करे। से मिछु को भल भाव रे जानी थाए, उपलब्धि अनुभव करि थाए, तापरे सत्य रे कोन करे ना से प्रतिष्ठा लाभ करे। किंतु क्रिया जोगरे एभली दीक्षा अच्छी, एभली प्रणाली रही, एभली सूत्र फर्मुला रही, आपण अति कम समय भितर आपण भगवान को आपणार करनेबे। अति कम समय भितर से फूल फल धूप दीप नैवेद्य कौन सी पंचोपचार, दशोपचार, षोडशोपचार, 64 उपचार पूजार आवश्यक नहीं। कौन सी बाह्य आडंबर आवश्यकता नहीं। अति विदिन 1 मिनिट भितर कौन ना सबु तुम्हें, सबु तुम्हें, सबु तुम्हें, सबु तुम्हें। नो गॉड नो थॉट्स। हे भगवान तुम्हें नाओ, कौन सी चिंता ना। मो भीतर जहाँ घटना घटुची, बोथ पॉजिटिव एंड नेगेटिव, सकारात्मक नकारात्मक, सबुरी तुम्हें, सबु रूप ही तुम्हें, सबु नाम ही तुम्हें, सबु कर्म ही तुम्हें, तुम्हें सबु हेच। तुम्हें निर्गुण, तुम्हें सगुण, तुम्हें साकार, तुम्हें निराकार, तुम्हें जड़, तुम्हें चेतन, तुम्हें अलणा, तुम्हें लुणिया, तुम्हें महोदधी, तुम्हें नदी।
ତୁମେ ବି ପୋଖରୀ, ତୁମେ ବି ଗାଡ଼ିଆ, ତୁମେ ବି କୂପ। ଯୋଉଠି ମୋ ଆଖି ପଡ଼ୁଛି, ଯାହା ମୁଁ ଚିନ୍ତା କରୁଛି, ସବୁ ତୁମେ। ଏଇ କଥାକୁ ଆମେ କ୍ରିୟା ଯୁଗରେ ଦୀକ୍ଷା ନେଲା ଠାରୁ ଗୁରୁଦେବଙ୍କ ଠାରୁ ଏଇ କଥାଟା ଶୁଣୁଥିଲୁ, ସାଧନା ବି କରୁଥିଲୁ। ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ। ଗଡ୍ ଇଜ୍ ଏଭ୍ରିଥିଙ୍ଗ, ଏଭ୍ରିଥିଙ୍ଗ ଇଜ୍ ଗଡ୍। ବିନା ଈଶ୍ୱରକୁ ବିନା ସୃଷ୍ଟିର ସ୍ଥିତି ନାହିଁ, କାରଣ ସେ ସ୍ରଷ୍ଟା, ତାଙ୍କଠାରୁ ସବୁ ସୃଷ୍ଟି। ଏହି ବୋଧ ଆସିଲେ ଆପଣ ଭଗବାନଙ୍କୁ ଆପଣାର କରିନେଲେ। ଥରେ ଚିନ୍ତା କରି ଦେଖିଲେ, ପ୍ରତ୍ୟେକ କର୍ମରେ, ପ୍ରତ୍ୟେକ ଚିନ୍ତାରେ, ପ୍ରତ୍ୟେକ ଭାବନାରେ ଆପଣ ତାଙ୍କୁ ସ୍ମରଣ କରୁଛନ୍ତି। କିଏ ଆପଣଙ୍କୁ ଫୁଲମାଳ ଦେଇଛି, ତୁମେ। କିଏ ଚପଲ ମାଳ ଦେଇଛି, ତୁମେ। କିଏ ଫୁଲ ଚପଲ ମାଳ ଦେଇନି, ତା ବି ତୁମେ। କିଏ ଖାଇବାକୁ ଦେଇଛି, ତୁମେ। କିଏ ତୁମଠାରୁ ନେଇଯାଇଛି, ତୁମେ। କାହାକୁ ଦେଇଛ, ତୁମେ। ପ୍ରତ୍ୟେକ କର୍ମରେ ଦେଖନ୍ତୁ, ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ଜାଣିଲା ପରେ, ଗୁରୁଙ୍କ ଠାରୁ ଶୁଣିଲା ପରେ ଏବଂ ଶାସ୍ତ୍ର ପଢ଼ିକି ଗୀତା ଭାଗବତ ପଢ଼ି ଅନୁଭବ କଲା ପରେ ମୁଁ ମୋର ଭାବ ଯାଉନି। କରି କରାଉ ଥାଇ ମୁଇଁ, ମୋ ବିନୁ ଅନ୍ୟ ଗତି ନାହିଁ। ଏଇ କଥା ଜାଣିଲା ପରେ, କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ଏଇ କଥା ଜାଣିଲା ପରେ ବୁଝି ହଉନି, ସେ ଅବସ୍ଥା ହଉନି। ଖୋଜି ଖୋଜି ଦେଖିଲୁ, ଆର କାରଣ ଆମ ଭିତରେ ସାଧନା ନାହିଁ। ଆମେ ସମସ୍ତେ ତ୍ରିଗୁଣ ରଜ୍ଜୁରେ ବାନ୍ଧି ହେଇଛେ। ସମସ୍ତେ ସତ୍ୱଗୁଣ, ରଜଗୁଣ, ତମଗୁଣ। ଦେଖନ୍ତୁ, ସତ୍ୱଗୁଣରୁ ଜ୍ଞାନ ଆସେ। ସତ୍ୱଗୁଣରୁ ବ୍ୟକ୍ତି ଶାନ୍ତ ହେଇଯାଏ। ସତ୍ୱଗୁଣ ବ୍ୟକ୍ତି ସ୍ଥିର ହେଇଯାଏ। ସତ୍ୱଗୁଣରୁ ବ୍ୟକ୍ତି ଈଶ୍ୱର ଚିନ୍ତା କରେ। ଜ୍ଞାନ ବୋଇଲେ ପରାଜ୍ଞାନ, ଆତ୍ମଜ୍ଞାନ ତା ଭିତରେ ଆସେ। ରଜଗୁଣରୁ ସବୁଯାକ ସାଂସାରିକ ଚିନ୍ତା ସେ କରେ। ଘନ ଘନ ବିଚାର କରେ। ସଂସାର କେମିତି ବୃଦ୍ଧି ପାଇବ ଲାଗେ। ଏବଂ ଯେଉଁ ଏକାଡେମିକାଲ କ୍ୱାଲିଫିକେସନ୍ ଲାଭ କରି ଗର୍ବ, ଦମ୍ଭ, ଅହଙ୍କାର, ଅସ୍ମିତା ଭିତରେ ବୁଡ଼ିଯାଏ। ତମ ଗୁଣରୁ ସବୁଯାକ ନକାରାତ୍ମକ ଚିନ୍ତା, ସବୁଯାକ ନେଗେଟିଭ୍ ଥଟ୍ସ ତା ଭିତରେ ଆସେ। ଭଗବାନ ଏଇ ତ୍ରିଗୁଣ ରଜ୍ଜୁରେ ଏ ସଂସାରକୁ କ'ଣ କରିଛନ୍ତି ନା ବାନ୍ଧିକି ରଖିଛନ୍ତି। ଜନ୍ମ ମୃତ୍ୟୁ ଚକ୍ରରେ ସମସ୍ତେ ବନ୍ଧା ହେଇଛନ୍ତି। ସତ୍ୱଗୁଣ ବ୍ୟକ୍ତି ବି ବନ୍ଧା ହେଇଛନ୍ତି, ରଜଗୁଣ ବ୍ୟକ୍ତି ବି ବନ୍ଧା ହେଇଛନ୍ତି, ତମଗୁଣ ବ୍ୟକ୍ତି ବି ବନ୍ଧା ହେଇଛନ୍ତି। କିଏ ସୁନାର ସେକୁଳିରେ ବନ୍ଧା ହେଇଛି, କିଏ ରୂପାର ସେକୁଳିରେ ବନ୍ଧା ହେଇଛି, କିଏ ଲୁହାର ସେକୁଳିରେ ବନ୍ଧା ହେଇଛି। ଯେଉଁମାନେ ସାତ୍ତ୍ୱିକ ଭାବପୂର୍ଣ୍ଣ ବ୍ୟକ୍ତି, ସେମାନେ ସୁନାର ସେକୁଳିରେ ବାନ୍ଧି ହେଇଛନ୍ତି। ରାଜସିକ ମାନେ ରୂପାର ସେକୁଳିରେ ବାନ୍ଧି ହେଇଛନ୍ତି। ତାମସିକ ବ୍ୟକ୍ତିମାନେ କ'ଣ ଲୁହାର ସେକୁଳିରେ ବନ୍ଧା ହେଇଛନ୍ତି। ଏବେ ମନରେ ପ୍ରଶ୍ନ ଉଠିଲା, ଆରେ ଲୋକ ଗୋଟେ କଥା କହୁଛି ଗୁରୁଙ୍କ ପାଖରେ, ପ୍ରୋମିଜ୍ କରୁଛି, ଦୀକ୍ଷା ନେଲା ବେଳେ ମୁଁ ପ୍ରତ୍ୟହ 2 ବେଳା ଧ୍ୟାନରେ ବସିବି। ଗୁରୁ ଭଗବାନ ନିକଟରେ ସଂକଳ୍ପ କରି କହୁଛି। ଗୁରୁଙ୍କର କିଛି ସ୍ୱାର୍ଥ ନାହିଁ। ଗୁରୁ ତାକୁ ସଂକଳ୍ପ କରଉଛନ୍ତି। କ୍ରିୟାଯୋଗ ପରମ୍ପରାରେ ଏଇ ନିୟମ, ଅଲଗା ସମ୍ପ୍ରଦାୟରେ କ'ଣ ଥିବ ଆମକୁ ଜଣା ନାହିଁ। କିନ୍ତୁ ସେ ଗୁରୁକୁଳ ଆଶ୍ରମରେ ରହିକି ମଧ୍ୟ ସନ୍ଧ୍ୟାବେଳେ ଧ୍ୟାନରେ ବସୁନି। ସେ ଭାବୁଛନ୍ତି ଗୁରୁଦେବ ଏକଥା ଜାଣିନାହାନ୍ତି, ଗୁରୁଦେବ ଏକଥାକୁ ଭୁଲି ଯାଇଛନ୍ତି। ଆମେ ବସିକି ଦେଖୁ କ'ଣ କିଏ କରୁଛି ସନ୍ଧ୍ୟା ହେଲେ। ତେଣୁ ଯେଉଁମାନେ ସାତ୍ତ୍ୱିକ ଭାବାପନ୍ନ ବ୍ୟକ୍ତି, ସେମାନେ ନିଶ୍ଚିନ୍ତ, ମୋ ଗୁରୁଦେବ କହିଛନ୍ତି, ଭାଇବ୍ରେସନ୍ ହେବ, ଯେତେ କାମ ଥାଉ ନା କାହିଁ ସେ ଅଧଘଣ୍ଟେ ବସିଯିବେ, ସାଧନା କରିବେ, ଜମା ବନ୍ଦ କରିବେନି। ଯେଉଁମାନେ ରଜଗୁଣ ସମ୍ପନ୍ନ ବ୍ୟକ୍ତି, ହଁ ମନ ହେଲା କଲୁ, ମନ ହେଲା ନ କଲୁ, ଏସବୁ ରିଜେକ୍ଟ ଲିଷ୍ଟରେ ପଡ଼ିଯାଏ। ତମଗୁଣ ବ୍ୟକ୍ତିମାନେ, ସେମାନେ ତ ଦୀକ୍ଷା ନିଅନ୍ତିନି, ଆସି ବୁଲି ପଳାନ୍ତି, ଦେଖିଦେଇକି କମେଣ୍ଟ ମାରନ୍ତି। ଦେଖନ୍ତୁ,
ଯିଏ ତୁମର ଆପଣାର ଲୋକ, ତୁମର ପ୍ରିୟ ଲୋକ, ଯିଏ ତୁମକୁ ଭଲ ପାଆନ୍ତି, ସେ କେବେ ରହିପାରିବେନି, ତୁମ ପାଖକୁ ଆସିବେ। ଯିଏ ଆପଣାର ଲୋକ ନୁହନ୍ତି, ଯିଏ ଭଲ ପାଆନ୍ତିନି, ତୁମକୁ ଜଜମେଣ୍ଟ କରନ୍ତି, ତୁମକୁ ସନ୍ଦେହ କରନ୍ତି, ସେ ଆସିବେ, କିଛି ଦିନ ରହିବେ, ଚାଲିଯିବେ, ଆଉ ଆସିବେନି। ତେଣୁ କିଛି ବିଚାର କରିବାର ନାହିଁ, କିଛି ଚିନ୍ତା କରିବାର ନାହିଁ। ଅନେକ କଥା ଖଣ୍ଡିଆ ରହିଯାଉଛି, ଅଧା ରହିଯାଉଛି। ସାଧକ ସାଧନା କଲା ପୂର୍ବରୁ ସେ ଫଳ ଆଶା କରେ। ବାହା ହେଲା ବେଳେ ପୁରୁଷ ସ୍ତ୍ରୀ ଗୋଟେ ଫଳ ଆଶା କରନ୍ତି, ଚାକିରି କଲା ବେଳେ ଗୋଟେ ଫଳ ଆଶା କରନ୍ତି, ମନ୍ଦିର କଲା ବେଳେ ଗୋଟେ ଫଳ ଆଶା କରନ୍ତି, ଧ୍ୟାନ କଲେ ଗୋଟେ ଫଳ ଆଶା, ଜପ କଲେ ଗୋଟେ ପ୍ରତ୍ୟେକ କର୍ମରେ ଲୋକ ଲାଭ କ୍ଷତିର ବିଚାର କରେ, ରେଜଲ୍ଟ ଚାହେଁ। ଯେଉଁଥିରେ ଲସ୍ ଭିତରୁ ମାଇଣ୍ଡକୁ ୱିଡ୍ର କରିଦିଏ, ଯେଉଁଥିରେ ପ୍ରଫିଟ୍ ସେଇଥିରେ ମନକୁ ଦିଏ। ଏଇଟା ହେଉଛି ହ୍ୟୁମାନ୍ ନେଚର, ଏଇଟା ହେଉଛି ମଣିଷର ପ୍ରକୃତି। କିନ୍ତୁ ଜଣେ ସାତ୍ତ୍ୱିକ ଭାବାପନ୍ନ ଲୋକ ଚିନ୍ତା କରିବା କଥା, ଯଦି ପ୍ରତ୍ୟେକ କର୍ମର ଫଳ ଅଛି, କର୍ମଣ୍ୟେବାଧିକାରସ୍ତେ ମାଂ ଫଳେଷୁ କଦାଚନ, ଯଦି ପ୍ରତ୍ୟେକ କର୍ମର ଫଳ ଅଛି, ପ୍ରତ୍ୟେକ ଲୋକ କର୍ମ କଲେ ନିଶ୍ଚିନ୍ତ ମଜୁରୀଟିଏ ପାଇବ, ତା ମୂଲଟିଏ ପାଇବ। ଯେଉଁଠି ଭୌତିକ ଜଗତରେ ଯାଆନ୍ତୁ, ପରିଶ୍ରମ କରିଛନ୍ତି, ସେଠି ନିଶ୍ଚିନ୍ତ ମଜୁରୀଟେ ମିଳୁଛି। ସେଇଭଳି ଆଧ୍ୟାତ୍ମିକ ଜଗତରେ ଯଦି ଆପଣ ଧ୍ୟାନ କରି 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 ଚାଲିବେ, ଜପ କରି 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 ଚାଲିବେ, ଦାନ କରି କରି ଚାଲିବେ, ସେବା କରି କରି ଚାଲିବେ, ଆପଣ କୌଣସି ଆଶା ରଖିବେନି। କାରଣ ପ୍ରାପ୍ତି ଆଶା ଦୁଃଖର କାରଣ, ଯନ୍ତ୍ରଣାର କାରଣ। ଇତି ଦୁଃଖ, ଇତି ଯନ୍ତ୍ରଣା। ଯଦି ସାର୍ଥିକ ଭାବରେ କରିକି ଆପଣ ପ୍ରାପ୍ତି ଆଶା ରଖନ୍ତି, ଅବଶ୍ୟ ସାର୍ଥିକ ଭାବରେ ଯିଏ କରେ ତାର ପ୍ରାପ୍ତି ଆଶା କେତେବେଳେ ରହେ ନାହିଁ। ଯଦି ତା ଭିତରେ ରଜଗୁଣ ପଶିଯାଏ, ସେ ପ୍ରାପ୍ତି ଆଶା ରଖେ। ସତ୍ୱଗୁଣର ବ୍ୟକ୍ତି ଦେଖେ, କେହି କାହାକୁ ଦେଇନାହାନ୍ତି, କିଏ କାହାଠାରୁ ନେଇନାହାନ୍ତି। ସବୁ କାମ ହିଁ ଯେମିତି ବେଲାଳସେନ ଦେଖୁଥିଲା ମହାଭାରତ ଯୁଦ୍ଧରେ, ସବୁ କାମ ହିଁ ଜଣେ କରୁଛି କରୁଛି କରୁଛି, ଆଉ କେହି କିଛି କରୁନାହାନ୍ତି। ଯେମିତି ଭଗବାନ ଅର୍ଜୁନକୁ କହିଲେ, ରେ ଅର୍ଜୁନ, ତୁ ଯୁଦ୍ଧ କରିବୁ ନାହିଁ କ'ଣ? ଯୁଦ୍ଧ ଅଲରେଡ଼ି ସରିଯାଇଛି। ଯିଏ ମରିବା କଥା ମରିଯାଇଛନ୍ତି, ଯିଏ ବଞ୍ଚିବା କଥା ବଞ୍ଚି ଯାଇଛନ୍ତି। ତୁ ନିମିତ୍ତ ମାତ୍ର, ତୁ ନାମକୁ ମାତ୍ର ଧନୁ ଆଉ ତୀର ଗାଣ୍ଡିବ ଧରିବୁ। ସବୁ କାମ ମୁଁ କରିଦେଇଛି, ସବୁ ସରିଯାଇଛି। ଆପଣ ଜୀବନରେ ଆଜି ଯାହା ଘଟିଛି, ଯାହା ଘଟୁଛି, ସେସବୁ ଅଲରେଡ଼ି ସରିଯାଇଛି। ଆପଣ ଏ କଥାକୁ ବିଶ୍ୱାସ କରିପାରିବେ? କ'ଣ ମୁଁ ଲେକ୍ଚର ହେବି, ଡକ୍ଟର ହେବି, କି ସାଧୁ ହେବି, କି ଭୁବନେଶ୍ୱର ଧ୍ୟାନ କେନ୍ଦ୍ରରେ ମୁଁ ସତ୍ସଙ୍ଗ କରିବି, ଇଏ କ'ଣ ସରିଯାଇଛି? ଅଲରେଡ଼ି ଫିକ୍ସ। ଯେଉଁ ଦିନ ବନ୍ଦ ହେବା କଥା ସେଦିନ ବନ୍ଦ ହେଇଯିବ। ଯଦି ଏଇ ବୋଧରେ ଆପଣ ରହିବେ, କ୍ରିୟାଯୋଗ ଶିଖଉଛି ଭଗବାନଙ୍କୁ ଆପଣାର କରିବାର ଗୋଟିଏ ଟେକ୍ନିକ୍ ହେଉଛି ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ। କେତେ ସୁନ୍ଦର ଟେକ୍ନିକ୍ଟେ। ଏହି କର୍ମ ଯଦି ଆପଣ କରିବେ, ଆପଣ ଭଗବାନଙ୍କୁ ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣାର କେମିତି କରିବେ? ଆପଣା ଅର୍ଥ ଅତି ନିଜର। ନିଜର ଅର୍ଥ କ'ଣ? ଯାହାଙ୍କ କଥା ସବୁବେଳେ ମନେ ପଇଲା, ଯାହାଙ୍କୁ ଆପଣ ଭଲ ପାଇଲେ ତା କଥା ମନେ ପଇଲା, ଯାହାକୁ ଭଲ ପାଇଲେ ତାକୁ ସ୍ମରଣ କଲେ, ଯାହାକୁ ଭଲ ପାଇଲେ ଆରେ ତାକୁ ତ ଆପଣ ସବୁ ଦେଇଦେବେ। ଯାହାକୁ ଭଲ ନ ପାଆନ୍ତି ତାକୁ କ'ଣ କିଛି କିଏ କୋଉଠି ଦେଇଛି? ନା ମାଗିଲେ କ'ଣ ମିଳିବ? ଯେତେବେଳେ ସେ ଭଲ ପାଇ ବସିବ, ସେଇ ଭଲ ପାଇବାଟା କ'ଣ ଆମ ଜୀବନରେ ଆମେ ଜାଣିଥିଲୁ। ଭଲ ନ ପାଇବାଟା କ'ଣ ଜାଣିଥିଲୁ, କିନ୍ତୁ ଭଗବାନ କାଳିଆ ସାଆନ୍ତ, ଜଗତର ନାଥ ଜଗନ୍ନାଥ ଆମକୁ ଶିଖେଇ ଦେଲେ, ଜଣେଇ ଦେଲେ ସାଧନା ପିରିୟଡ଼ ଭିତରେ ଭଲ ପାଇବାଟା କ'ଣ। ଯେମିତି ନାରଦ ଭଗବାନ କହିଲା, ପ୍ରଭୁ ତ ମାୟା ଟିକେ ମୋତେ ଦେଖାନ୍ତ ନାହିଁ। ଭଗବାନ କହିଲେ, ଆରେ ଆରେ ତୁ କେତେ ଜନ୍ମ ତପସ୍ୟା କରି 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 ତୁ ମାୟାରୁ ଅଥିତ ହେଇଛୁ, ତୁ ପୁଣି ମାୟା ଦେଖିବାକୁ ଚାହୁଁଛୁ? ନା ନା, ସେ କଥା ଭାବ ନା। ତେଣୁ ସେ କ'ଣ କଲେ, ବହୁତ ଥର କହିଲେ, ପ୍ରଭୁ କହିଲେ, ଆଉ ସମୟ ଆସିଲେ
ମୁଁ ତତେ ସେ ମାୟାଟା ଦେଖେଇଦେବି। ଭଗବାନ ସେ ମାୟାଟା କହିଲେ ସମୟ ଯିବ, ବାବା ଆଗରୁ କହିଦେଇଛନ୍ତି, ସେ ମାୟାଟାକୁ ଭଗବାନ ଦେଖେଇ ଦେଇଛନ୍ତି। ପୁଣି ସ୍ମରଣ କରେଇ ଦେଇଛନ୍ତି, ଆରେ ଦେଖ ଏଇଟା ମାୟା। ଭଗବାନଙ୍କ ସ୍ପର୍ଶରେ ପୁଣି ନାରଦର ଦିବ୍ୟ ଜ୍ଞାନ ଉଦୟ ହେଇଛି। ସେ ଜାଣିପାରିଛି ମାୟାଟା ପ୍ରଭୁ ତ ମାୟା ଏଠି ବିଚିତ୍ର, ଏଠି ଆଶ୍ଚର୍ଯ୍ୟମୟ। ଆହା ଆହା, ଏଇ ମାୟା ଆଉ ଥରେ ପ୍ରଭୁ ମତେ ଦେଖାଅନି। ସେଇଭଳି ଆମେ ସାଧନା ପିରିୟଡ଼ରେ ଭଲ ପାଇବାଟା କ'ଣ ଆମେ ଶିଖିଲୁ ଏବଂ ଜାଣିଲୁ। ହେ ଭଗବାନ, ତୋ ମାୟା ଏତେ ବଡ଼। ଆରେ ଆରେ, ଯଦି ଏ ମନ କୃଷ୍ଣ ପାଦେ ଦେଲେ, ଏ ମାୟା ନ ଲାଗଇ ଭଲେ। ଶରଣ ପଶ ମୋର ପାଦେ, ନଡର ବିଷୟା ବିଷାଦେ। ମୋର ଚରଣ ଯେ ଚିନ୍ତଇ, ସଂସାରେ ତାର ଭୟ ନାହିଁ। ଏଇ ମନ କୃଷ୍ଣ ପାଦେ ଦେଲେ। ଭଗବାନଙ୍କର ପାଦ ପଦ୍ମ ହେଉଛି ଶ୍ୱାସ ଆଉ ପ୍ରଶ୍ୱାସ। ଭଗବାନଙ୍କର ପାଦ ପଦ୍ମ ହେଉଛି ସହସ୍ରା। ଯିଏ ସବୁବେଳେ ଶ୍ୱାସ ପ୍ରଶ୍ୱାସରେ ମନକୁ ରଖିବ, ଯିଏ ସବୁବେଳେ ହଂସ ସାଧନା କରିବ, ଯିଏ ସବୁବେଳେ ଗୋଟେ ଶ୍ୱାସକୁ ସେ ନଷ୍ଟ କରିବନି। କଥା ଗୁରୁଦେବ କହୁଥିଲେ। ପ୍ରତ୍ୟେକ ଶ୍ୱାସରେ ଆପଣ ତାଙ୍କୁ ଅନୁଭବ କରନ୍ତୁ, ଦେଖନ୍ତୁ। କ'ଣ ଅନୁଭବ କରିବେ, କ'ଣ ଦେଖିବେ ନା ସେ ନେଉଛନ୍ତି, ସେ ଛାଡ଼ୁଛନ୍ତି। କିନ୍ତୁ ଆପଣମାନେ ଶୁଣୁଛନ୍ତି, କେବେ ଏକାନ୍ତରେ ବସି ଘଣ୍ଟା ଘଣ୍ଟା କେବେ ଶ୍ୱାସ ନବା ଛାଡ଼ିବାରେ ମନକୁ ରଖିଛନ୍ତି? ପରୀକ୍ଷା କରି ଦେଖିଲେ କିଛି ନାହିଁ। ଖାଲି ଶ୍ୱାସ ଯାଉଛି ନାସାପୁଡ଼ାରୁ ସହସ୍ରା, ସହସ୍ରାରୁ ନାସାପୁଡ଼ା ଯାଏ। ସୋରେ ଯାଉଛି, ହଙ୍ଗରେ ଆସୁଛି। କିଏ ସୋହଂ କହୁଛନ୍ତି, କିଏ ହଂସ କହୁଛନ୍ତି, କିଏ ରାମ କହୁଛନ୍ତି, କିଏ ମରା କହୁଛନ୍ତି, କିଏ ରାଧାସ୍ୱାମୀ କହୁଛନ୍ତି। କିନ୍ତୁ ବାସ୍ତବରେ ସେ ସୋ କହି ଯାଉଛି, ସ କହି ଯାଉଛି, ହଂ ହଂ କହି ଆସୁଛି। ସୋହଂ, ମୁଁ ସେଇ ଆତ୍ମା। ଆତ୍ମାର ଅବସ୍ଥାପନ କରିବେ, ଅହଙ୍କାରକୁ ତ୍ୟାଗ କରି। କେତେ ସମୟ ଆପଣ ପୁରା ସିଧା ବସି ସିଧା ବସିଛନ୍ତି। ସବୁ ଶାସ୍ତ୍ରରେ, ଗୀତା, ଭାଗବତ, ଉପନିଷଦରେ ସିଧା ବସିବା ପାଇଁ ସବୁବେଳେ କୁହାଯାଇଛି। ପୁରା ସିଧା କାହିଁକି ବସିବେ? ତାର କାରଣ ଅଛି। ଶ୍ୱାସ ପ୍ରଶ୍ୱାସ ଅତି ସୁନ୍ଦର ଭାବରେ ଆପଣ ନାଡ଼ୀରେ ପ୍ରବାହିତ ହେବ। କେତେବେଳେ ଇଡ଼ା ନାଡ଼ୀ, କେତେବେଳେ ପିଙ୍ଗଳା ନାଡ଼ୀ, କେତେବେଳେ ସୁଷୁମ୍ନା ନାଡ଼ୀରେ ହିଁ ପ୍ରବାହିତ ହେବ। ସେଇ ଶ୍ୱାସ ପ୍ରଶ୍ୱାସରେ ଆପଣ ମନକୁ ରଖିଛନ୍ତି। ତାହେଲେ ଭଗବାନଙ୍କର ମାୟା କେତେବେଳେ ଆପଣ ଲାଗିବନି। ଯଦି କେତେବେଳେ ଭଗବାନଙ୍କର ମାୟା ଲାଗିଲା, ତାଙ୍କରି କୃପାରେ, ତାଙ୍କରି ଆଶୀର୍ବାଦରେ ସେ କ'ଣ କରିବେ, ସେ ମାୟାରୁ ଯେମିତି ନାରଦକୁ ମାୟା ଦେଖେଇକି ତାକୁ ନିବୃତ୍ତ କରେଇ ଦେଲେ, ସେମିତି ତୁମକୁ ଦେଖେଇକି ନିବୃତ୍ତ କରିଦେବେ। କାହିଁକି? ଗୋଟେ ବଡ଼ କଥା, ଯିଏ ଯାହାକୁ ଭଲ ପାଏ ସେ ଦୁଃଖରେ ପଡ଼ିବ, କଷ୍ଟ ଭୋଗିବ, ଆଉ ଜଣେ ସହିପାରିବ? କେବେ ରହିପାରିବ? ଯିଏ ଭକ୍ତ, ତାର ଯଦି ବିପଦ ପଡ଼ିଲା, ତାର ଦୁଃଖ ପଡ଼ିଲା, କଷ୍ଟ ପଡ଼ିଲା, ଭଗବାନ ସହିପାରିବେ? କାରଣ ସେ ଭକ୍ତାଧୀନ, ସେ ଭକ୍ତର ଅଧୀନ। ଜଗତ କିନ୍ତୁ ତାଙ୍କର ଅଧୀନ, କିନ୍ତୁ ସେ ଭକ୍ତାଧୀନ। ସେ ଭକ୍ତ ଲାଗି ଅବତାର ହେଇଥାନ୍ତି। ଭକତ ଲାଗି ମୋର ଅବତାର ନା। ମୋର ଭକତ ମୋର ମିତ, ସେ କରେ ଜଗତ ପବିତ୍ର। ଭକ୍ତ କିଏ ନା ଯିଏ 24 ଘଣ୍ଟା ଭଗବାନଙ୍କୁ ସ୍ମରଣ କରେ, ଭଗବାନଙ୍କୁ ଚିନ୍ତନ କରେ। ଯେଉଁଠି ଦେଖେ ଭଗବାନଙ୍କୁ ଦେଖେ। ଭଗବାନଙ୍କ ବ୍ୟତୀତ ସୃଷ୍ଟିରେ କାହାର ସ୍ଥିତି ଆଉ ଅସ୍ତିତ୍ୱ ହିଁ ନାହିଁ। ସବୁ ରୂପ ହିଁ ତାଙ୍କର, ସବୁ ନାମ ହିଁ ତାଙ୍କର, ସବୁ ରୂପରେ ହିଁ ସେ ଆସନ୍ତି। ସବୁ ରୂପରେ ତୁମେ ତାଙ୍କୁ ଦେଖୁଥିବ, କିନ୍ତୁ ତୁମେ ସେଥିରେ ଇନଭଲ୍ଭ ହବନି, ଜଡ଼ିତ ହବନି। ଯଦି ପ୍ରାରବ୍ଧରୁ, ପୂର୍ବଜନ୍ମ ସଂସ୍କାରରୁ ସମସ୍ତେ ତୁମ ପାଖକୁ ଆସିବେ, ସବୁ ରୂପରେ ହିଁ ଆସିବେ। ଦେଖିବେ ସବୁ ରୂପ ହିଁ ତାଙ୍କର। ସ୍ତ୍ରୀ ରୂପରେ ସେଇ ଆସିବେ, ପୁରୁଷ ରୂପରେ ସେଇ ଆସିବେ, ଶତ୍ରୁ ରୂପରେ ସେଇ ଆସିବେ, ମିତ୍ର ରୂପରେ ସେଇ ଆସିବେ। ଯେମିତି ଜଙ୍ଗଲରେ ତପସ୍ୟା କଲେ ମୁନି ଋଷିମାନେ ବାଘ ଆସନ୍ତି,
ସିଂହ ଆସନ୍ତି, ଭାଲୁ ଆସନ୍ତି, ଅଜଗର ସାପ ଆସନ୍ତି, ମେଘ ଭୀଷଣ ଭାବରେ ବର୍ଷେ, ଘଡ଼ଘଡ଼ି ମାରେ, ପ୍ରଚଣ୍ଡ ଖରା ହୁଏ। ଯିଏ ସବୁ ବୋଲି ତୁମେ ଭାବି ନେଇଥାଅ ତାର କିଛି ହୁଏ ନାହିଁ। ସମସ୍ତେ ତା ନିକଟରେ କ'ଣ ହୁଅନ୍ତି ନା ପରାସ୍ତ ହେଇଯାଆନ୍ତି। ଏବେ ଦେଖନ୍ତୁ, ମୋର ତ ଏତେ ନଲେଜ ନାହିଁ, ଆମେ ତ ପାଠଶାଠ ପଢ଼ିନୁ। ସେ ଛତିଶଗଡ଼ରେ ନା କେଉଁଠି ଯେଉଁ ବାବା ଜଣେ ବସିଛନ୍ତି, ଆଜିକି 21 ବର୍ଷ ନା 24 ବର୍ଷ ହେଲାଣି, କେଉଁ ଡିଷ୍ଟ୍ରିକ୍ଟ କେଉଁ ଜିଲ୍ଲା, ସେ ବସିଛନ୍ତି। ଖରା, କୁହୁରି, କାକର, ବର୍ଷା, ମେଘ, ପାଣି, ପବନ, ମେଘ, ଘଡ଼ଘଡ଼ି ସବୁ ମାରୁଛି। କ'ଣ ହେଇଛି ଯେ ଆମର ବାପାରେ ଗରମ ଗରମ ଏସି ଲଗା, ଏସି ଲଗା, ବାପା ଥଣ୍ଡା ହେଇଛି, ମଫଲର, ସ୍ୱେଟର ସବୁ ବାନ୍ଧି ଦେଉଛି। ଚା ଆଣ, କଫି ଆଣ, ଥଣ୍ଡା ହେଇଛି କୋଲ୍ଡ ଡ୍ରିଙ୍କସ୍ ଆଣ, ପଇଡ଼ ଆଣ। ସେ କ'ଣ କରିଛନ୍ତି, କେଉଁ ଫର୍ମୁଲା ଆପ୍ଲାଏ କରିଛନ୍ତି, କେଉଁ ଟେକ୍ନିକ୍ ଆପ୍ଲାଏ କରିଛନ୍ତି? ଗୋଟିଏ ଫର୍ମୁଲା, ସବୁ ତୁମେ। ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି। ଶରଣ ପଶ ମୋର ପାଦ ବୋଲେ ସେ ଶ୍ୱାସ ପ୍ରଶ୍ୱାସ ସହସ୍ର ନଡର ବିଷୟା ବିଷାଦେ। ମଣିଷ ପ୍ରତ୍ୟେକଟି ମୁହୂର୍ତ୍ତରେ ଡରୁଛି। କାହିଁକି ନା ସେ ଭଗବାନଙ୍କୁ ଆପଣାର କରିନାହିଁ। କେମିତି ଆପଣାର କରିବ ନା ଆପଣାର କର୍ମ ସେ କରିନି। ଆପଣାର କର୍ମ କ'ଣ ହେଲା ନା ତାଙ୍କ ନିକଟରେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରିବ। କିଏ ସମର୍ପଣ କରିବ? ଆରେ ବାପା, କିଏ କର୍ତ୍ତା ଭାବଟି ଛାଡ଼ିଦବ? କ'ଣ ନହେଲା କି ମୁଁ ଥାଉ ଥାଉ ମୁଁ ମୋ କର୍ତ୍ତା ଭାବକୁ ଛାଡ଼ିଦେବି? ତୁମେ କିଏ ଆଗ ସମୀକ୍ଷା କର। କ୍ରିୟା ଯୋଗରେ ସେଥିଲାଗି ଶିଖେଇ ଦିଆଯାଏ, ସର୍ବଖଳିଦଂ ବ୍ରହ୍ମ। ସମସ୍ତେ ହେଉଛନ୍ତି ସେଇ ବ୍ରହ୍ମ, ସମସ୍ତେ ସେଇ ଆତ୍ମା। ବିଶ୍ୱରେ ଗୋଟିଏ ଧର୍ମ, ସେ ହେଉଛି ସନାତନ ଧର୍ମ। ସନାତନ ଧର୍ମରୁ ଆପଣ ଯଦି ଶାସ୍ତ୍ର ସଂସ୍କୃତ ଭଲ ପଢ଼ିକି ଦେଖିବେ ବେଦକୁ, ସେଇଥିରୁ ଖ୍ରୀଷ୍ଟ ଧର୍ମ, ସେଇଥିରୁ ମୁସଲିମ ଧର୍ମ, ସେଇଥିରୁ ହିନ୍ଦୁ ଧର୍ମ, ସେଇଥିରୁ ୟୁଦି ଧର୍ମ। ଯେତେ ସୃଷ୍ଟି ଧର୍ମ ଆକ୍ଚୁଆଲି ଗୋଟିଏ, ସମ୍ପ୍ରଦାୟ ହେଉଛି ଅନେକ, ସମସ୍ତଙ୍କର ମତ ଅନେକ, ଲକ୍ଷ୍ୟ ଗୋଟିଏ। କ'ଣ ନା ସମସ୍ତେ ସେଇ ମୂଳ ସତ୍ତା ସହିତ ଆମେ କେମିତି ମିଶିଯିବା, ଉପଲବ୍ଧି କରିବା, ଅନୁଭବ କରିବା, ସମସ୍ତେ ସଂସାର ଭିତରେ ରହିବା ଏବଂ ଯାହାକୁ ଯେଉଁ କର୍ମ ଦିଆଯାଇଛି ସେ କର୍ମକୁ କରିବା। ଇଏ ସମସ୍ତ କର୍ମକୁ ଭଗବତ କର୍ମ ବୋଲି ଭାବିବା। ଇଏ ସମସ୍ତ କର୍ମକୁ ଈଶ୍ୱର କରୁଛନ୍ତି, କରାଉଛନ୍ତି ବୋଲି ଭାବିବା। ଯାହାକୁ ଦେଖିବା ସବୁ ତୁମେ ବୋଲି ଆମେ ଅନୁଭବ କରିବା। ଦେଖନ୍ତୁ, ଏସବୁ କନସିୟସନେସ୍ କାହା ଭିତରେ ନାହିଁ। ଲୋକଙ୍କର ଧାରଣା କୁମ୍ଭ ପଡ଼ିଥିଲା, ଗଙ୍ଗା ଯମୁନା ସରସ୍ୱତୀରେ ଯାଇ ସ୍ନାନ କରିଦେଲେ ମଣିଷ ମୁକ୍ତି ମୋକ୍ଷ ହେଇଯିବ। ଯଦି ବାବା ଏ କଥାକୁ କହିବେ ବହୁତ ଅସୁନ୍ଦର ହେବ, କାରଣ ସମସ୍ତେ ଯାହା କହୁଛନ୍ତି, ଯେଉଁ ବାଟରେ ଚାଲିଛନ୍ତି, ସେଇଟା କହିଲେ ସମସ୍ତଙ୍କୁ ଭଲ ଲାଗିବ। ଯଦି ପଇସା ଖର୍ଚ୍ଚ କରି ଯାଇକି କିଏ ହେଲିକପ୍ଟରରେ ଗଲା, VIP ଲୋକ, କିଏ ଟ୍ରେନରେ ଗଲା, ଫ୍ଲାଇଟ୍ ଟିକେଟ୍ 30,000 27,000 କିଏ ଗଲା, ଯଦି ଯାଇ ସେଇଠି ଗାଧେଇ ପଇଲା, ମୁକ୍ତି ଆଉ ମୋକ୍ଷ ହେଇଗଲା, ତାହେଲେ ଆଉ ମୁନି ଋଷିମାନେ ଏ କଠୋର ତପସ୍ୟା କାହିଁକି କରୁଥିଲେ? କ'ଣ ପାଇଁ କରୁଥିଲେ? ଲୋକଙ୍କ ଭିତରୁ ଭ୍ରାନ୍ତ ଧାରଣା, ଇଲୁଜନ ଯାହା କହନ୍ତି, ମାୟା ଯିବାଟା ଏତେ ସହଜ ନୁହେଁ, ସାଧାରଣ କଥା ନୁହେଁ। ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଯଦି ପିଣ୍ଡେ, ଯାହା ଅଛି ଦେହବାଣ୍ଡେ ତାହା ଅଛି ମେରୁଦଣ୍ଡେ। ତେଣୁ ଆପଣ ଭିତରେ ଗଙ୍ଗା ଯମୁନା ସରସ୍ୱତୀ ନଦୀର କ'ଣ ମିଳନ ହେଇନାହିଁ? ଯଦି ଯୋଗଶାସ୍ତ୍ର କହୁଛି ଆପଣ ଆଜ୍ଞା ଚକ୍ରଟା, ତ୍ରିକୁଟଟା ହିଁ ଗଙ୍ଗା ଯମୁନା ସରସ୍ୱତୀର ମିଳନ ସ୍ଥଳ। ଯଦି ମନକୁ ସେଇଠି ଆପଣ ରଖିଦେବେ, ସ୍ଥିର କରେଇଦେବେ, ସ୍ଥିର କ'ଣ କରିହୁଏ? ସେ ରଖୁ ରଖୁ ମନ ସ୍ଥିର ହେଇଯାଏ। ମନ ସ୍ଥିର ଅର୍ଥ କ'ଣ? ମନ ସ୍ଥିର ଅର୍ଥ କୌଣସି ଚିନ୍ତା ନାହିଁ, ଓନ୍ଲି କନସିୟସନେସ୍।
ସେ ଅବସ୍ଥାକୁ କେବେ ଗଲେଣି? କୌଣସି ବୃତ୍ତି ନାହିଁ, କେବଳ ଆପଣଙ୍କ ଭିତରେ କନସିୟସନେସ୍ ଅଛି। ଯଦି ଥରେ ସେ ଅବସ୍ଥା ଆପଣ ଭିତରେ ଆସିବ, ଆପଣ କୁଆଡ଼େ ଯିବାକୁ ଇଚ୍ଛା କରିବେ ନାହିଁ। ସବୁବେଳେ ସେ ଅବସ୍ଥା ପ୍ରାପ୍ତି ପାଇଁ ଆପଣଙ୍କ ଭିତରେ ବ୍ୟାକୁଳତା ଆସିବ। ଯେମିତି ମଦ୍ୟପ ମଦ ଖାଇଲେ କ'ଣ ଗୋଟେ ମିଳୁଛି ନା, ଚୋରି କରିକି ମଦ ଖାଉଛି, ଗଞ୍ଜେଇ ଖାଉଛନ୍ତି ଲୋକ, କ'ଣ ମିଳୁଛି ନା, ହାରି ବାପା ଆମେ ତ ଦୂରରୁ ଦେଖିଲେ ସେନ୍ସଲେସ୍, କିନ୍ତୁ ସବୁ ତୁମେ, ଗଞ୍ଜେଇ ବି ତୁମେ ଖାଉଛ, ମଦ ବି ତୁମେ ଖାଉଛ, ଆମ ଭିତରେ ତୁମେ ଖାଉନ, ଆମ ଭିତରେ ତୁମ ଭିତରେ ନାହିଁ, କଥା ବୁଝିବା ପାଇଁ କୁହାହେଉଛି। ଆମେ ତୁମେ ସବୁ ତୁମେ, କିଛି ତ ଦୁଇ ନାହିଁ। ଆଉ ଯୋଗଶାସ୍ତ୍ର ଏଭଳି ଗୋଟେ ଶାସ୍ତ୍ର, ଏକରେ ଏକ ମିଶେଇଲେ ସେଇ ଏକ, ଶୂନରେ ଶୂନ ମିଶେଇଲେ ସେଇ ଶୂନ। କୁହାହେଇନି ପୂର୍ଣ୍ଣମିଦଂ ଶ୍ଲୋକରେ ନାହିଁ, ପୂର୍ଣ୍ଣାତ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ତେଣୁ ସବୁ ତୁମେ ସବୁ ତୁମେ ସବୁ ତୁମେ କେମିତି ହବ? କେମିତି ଆପଣାର କର୍ମ ଆମେ କରିବା? ଭଗବତ ଗୀତାରେ ଗୋଟେ ପଦ ଅଛି, ସେ ପଦଟା ହେଉଛି ଅନେକ ଅଛି, ଗୋଟିଏ ଶ୍ଲୋକ ନାହିଁ। ସ୍ୱଧର୍ମେ ନିଧନଂ ସେୟ ପରଧର୍ମ ଭୟାବହ। ଆଉ ଗୋଟେ ଅଛି ସହଜଂ କର୍ମ କୁନ୍ତୟେ। ତମର ସହଜ କର୍ମ କୋଉଟାକ, ଆପଣାର କର୍ମ କୋଉଟାକ? ସହଜଂ କର୍ମ କୁନ୍ତୟେ, ସହଜ କର୍ମଟା ଅତି ଇଜି, ଯୋଉ କର୍ମ କରି ମଣିଷ ଭଗବାନଙ୍କର ଆପଣାର ହେଇଯିବ। ସହଜଂ କର୍ମ କୁନ୍ତୟେ ଅଛି। ତେଣୁ ଯାହା ଆମ ସହିତ ଜନ୍ମ ଜନ୍ମାନ୍ତରୁ ଆସୁଛି ଏବଂ ଯାଉଛି, ଆପଣ ଦେଖନ୍ତୁ, ଆପଣଙ୍କ ସହିତ ସାଥୀ କିଏ ଆସୁଛି ନା ଶ୍ୱାସ ଆଉ ପ୍ରଶ୍ୱାସ, ଆପଣଙ୍କ ସହିତ ପୁଣି ଯାଉଛି ସେଇ ଶ୍ୱାସ ପ୍ରଶ୍ୱାସ। ସେ ହେଉଛି ସହଜ କର୍ମ। ସହଜ ଜନ୍ମରୁ ସେ ଆମ ସହିତ ଆସିଛି ଏବଂ ମଲାବେଳେ ସେ ଆମ ସହିତ ଯିବ। ସେ ଅଛି ବୋଲି ଆମର ଜନ୍ମ, ସେ ଯଦି ନଥାନ୍ତା ଆମର ଡେଥ୍। ଦେଖନ୍ତୁ, ଆପଣ ନିର୍ଦ୍ଦିଷ୍ଟ ଗୋଟେ ଭାଷା ନେଇକି ଆସିନାହାନ୍ତି, ଆସିଛନ୍ତି କି? ଯାହାକୁ ଯେଉଁ ଭାଷା ଶିଖେଇ ଦିଆଯିବ ସେ ସେଇ ଲାଙ୍ଗୁଏଜ କହିବ। ନିର୍ଦ୍ଦିଷ୍ଟ ଗୋଟେ ପ୍ରଫେସନ୍ ନେଇକି ଆପଣ ଆସିନାହାନ୍ତି, ଆପଣଙ୍କୁ ଯେଉଁ ପ୍ରଫେସନ୍ ଦିଆଯିବ ଆପଣ ସେଇ ପ୍ରଫେସନ୍ କରିପାରିବେ। ନିର୍ଦ୍ଦିଷ୍ଟ ଗୋଟେ କଥା କହିବାକୁ ଆସିନାହାନ୍ତି, ସବୁଟା ଦେଖିବେ ନିର୍ଦ୍ଦିଷ୍ଟ କିଛି ନାହିଁ। ଏମିତି ବାଳ କାଟିବେ, କିଛି ନିର୍ଦ୍ଦିଷ୍ଟ ନାହିଁ। ଏମିତି ଗୋଟେ ସମୟ ଆସିଲା, ସମସ୍ତେ ବାଳ କାଟି ପକେଇଲେ, ଉପରେ ପଳାଇ ବାଳକୁ ଥୋଇଦେଲେ। ଏମିତି ଗୋଟେ ସମୟ ଆସିଲା, ଆଶ୍ଚର୍ଯ୍ୟ କଥା। ଯାହାକୁ ଦେଖ, ମୁଁ ଭାବିଲି ଆମ ଇଣ୍ଡିଆ ଲୋକ କାଟୁଛନ୍ତି, ଫରେନ୍ ଲୋକ ବି ସେମିତି କାଟୁଛନ୍ତି। କେମିତି ଲୋକମାନଙ୍କ ଭିତରକୁ ଚିନ୍ତା କରି ଦେଖିବେ, କୌଣସି ସ୍ଥୂଳକୁ ଆପଣ ଦେଖିବେନି, ଆପଣ ସମସ୍ତେ କ୍ରିୟା ଯୋଗରେ ଦୀକ୍ଷିତ, ଆପଣ ସବୁବେଳେ ସୂକ୍ଷ୍ମକୁ ଦେଖିବେ। କେମିତି ଲୋକର ମାନସିକତା ଏମିତି ହେଲା ଯେ ଗୋଟେ ଖରାପଟାକୁ ଭଲ ବୋଲି ଭାବିଲେ, ଗୋଟେ ବିକୃତିଟାକୁ କେମିତି ଠିକ୍ ବୋଲି ଭାବିଲେ। ଆମେ ସେଇ କଥା ଭାବୁ, ଆମେ ସବୁବେଳେ ସୂକ୍ଷ୍ମକୁ କାରଣକୁ ଦେଖୁ, କେତେବେଳେ କୌଣସି ଜିନିଷର ସ୍ଥୂଳକୁ ଆମେ ଦେଖୁନି। ଲୋକ ଆଶ୍ରମକୁ ଆଉଛି, ଦୀକ୍ଷିତ ଲୋକ ପ୍ରସାଦ ପାଉଛି, ଆଶ୍ରମରୁ ପ୍ରସାଦ ନେଇକି ଯାଉଛି, କିନ୍ତୁ କେବେ ଡୋନେସନ୍ ଦେଉନି। ଆପଣ ବ୍ୟକ୍ତିକି ଦେଖନ୍ତୁ ନାହିଁ, ତାର ମାନସିକତାକୁ ଦେଖନ୍ତୁ, ତାକୁ ଥରେ ଚିନ୍ତା କରନ୍ତୁ। ଜଣେ ନା କହିବି ନାହିଁ, ଏବେ ଜଗନ୍ନାଥ ପାଞ୍ଚ ରାତ୍ର ଚାଲିଥିଲା, ଆମେ ଜଣକୁ ପଚାରିଲୁ, ମୁଁ କହିଲି ଏଇ ଯେଉଁ ଡୋନେସନ୍ ନ ଦେବାର କାରଣ କ'ଣ? ଡୋନେସନ୍ କାହିଁକି ସାଧୁମାନେ ନିଅନ୍ତି, କ'ଣ ପାଇଁ ନିଅନ୍ତି? ସେ କହିପାରିଲେନି। ଏଜୁକେଟେଡ୍, ସେ ଦେଶ ବିଦେଶ ଯାଇଛନ୍ତି। ମୁଁ ଏବେ ଦେଖିଲି ପାଠ ପଢ଼ାର କିଛି ମୂଲ୍ୟ ନାହିଁ। ତମ ଗୁରୁଙ୍କ ସାନ୍ନିଧ୍ୟରେ, କେଉଁ ଗୁରୁ ନା ତତ୍ତ୍ୱଗୁରୁ ଜ୍ଞାନୀ ଗୁରୁଙ୍କ ସାନ୍ନିଧ୍ୟରେ ତମକୁ ପାଠ ପଢ଼ିବାକୁ ପଡ଼ିବ।
देखिली जहाँ जी लेक्चर डॉक्टर इंजीनियर सब भूल भूल करुँच गुरु पाखे आम एत पाठ पढ़ीनु आम तो जना पड़ुची सब कथा पाठ कौन पढ़ जारे साधना करी करी जे सब आज्ञा चक्र रे मन को स्थिर करिवो सब आखि बंद कर रखिवो सब से जगह को चाहिए से प्रत्येक मुहूर्त रे कॉन्शसनेस चेतना रे रहिवो सचेतन होइके से रहिवो से प्रत्येक कथा को भूल ठीक को जानी परिवो ता भीतर इंट्यूशन प्रेरणा आसीबो एई काम एमती हबो को काम केमती हबो को कामटा ठीक को कामटा भूल से सबू कथा कहीदे पार गुरुदेव कहते साधना कले ध्यान कले तार सुफल भोग करने मनीष भितर आयुष नथी सुफलता को प्राप्ति हम तो इंग्लिश रे कहते मेडिटेशन विल गिव यू एवरीथिंग ध्यान कले आपण सबू किछि पाइबे सबू को पुणी बुझा पड़े जेमती नवम अध्याय 22 श्लोक अन्यानश्चिन्दमांजे जना प्रजुपासन्ते तेषां नित्याभियुक्तानां युगक्षम वयामं जे अन्य कार शरण न नहीं मोर शरण निये तार समस्त दायित्व मु ही बहन करे समस्त कथाटा को पुणी आपण बुझिबे जे ज्ञानी गुरु तत्व गुरु से आपण को समस्त कथा को भल भाव में बुझे देबे आपण भावुंट चाकरी कले गोटे छोटिया एग्जाम्पल खाली अर्थटा मिलला ना से कौन आप चाकरी आपंकर सब दायित्व नेला नेला केवल अर्थ बिजनेस कले से अर्थटी पाइले ना से कौन आप समस्त दायित्व नेला समस्त अर्थ कौन देह मुंड पैसा घर टंका जमीबाड़ी गाड़ी माने ये भौतिक दुनिया रे जहाँ जाए जीवन धारण पाई दरकार सबू मिल जनक आश्रय ने कार ना परमात्मा परम ब्रह्म देखंतु ये दुनिया रे सब कथा मिछ कारण बाबा कहउछन मिछ बही पढ़ी कहउछन शुणिकी कहउछन अनुभव भी करछन साधना करछन भगवान कौन मिछ कहती लोक ए प्रूव कर भगवान गीतार मिछ कहते भागवत मिछ कहते बड़ा आश्चर्य समस्त कथा समस्त दायित्व मुझर नहीं आम या बुझिया को बहुत वर्ष साधना करी करी से कथार मर्म को आम सब भेद कर देखुने जन साधु को एग्जाम्पल नि से गोटे जगह बसब तार देह असुस्थ है किए आनी औषध दब देह तो असुस्थ हम नहीं जदि हम किए तो आने औषध दब भगवान तो विभिन्न फॉर्म में आसवे ना गोटे एग्जाम्पल कहूँ तार शीत दिन तार शीत वस्त्र मिल खरा दिन ताको एसी मिल कोठाबाड़ी कौन जमबाड़ी हम ताको पैसा मिल कौन खाइब ताको सबू मिल जहाँ तो दरकार भगवान ताहा जोगई दियंती सेठी तार समस्त दायित्व तार सेवा करिब कि गोटे लोक जुटिब आपण संसार रे जेते काम कर को काम आपण सब जोगई दब भगवान माइनस कर आपण तो जहाँ कर टंका टंका से टंका आपण सब जोगई दब सबुथु आपण को उपकृत करदब सब मन में आनंद गोटे बड़ कथा हूँ आनंद आ प्रेम ब्लिसफुल स्टेज आपन देदब आपण स्त्री थब पुओ थब झील थब गाड़ी थब ड्राइवर थब सब डॉक्टर थे आपन आनंदटा दे पार बहुत बड़ कथा जदि आपण पाखे मन को समर्पण करदे चिंता कर अलग चिंता न कले तुमर समस्त कथाटा बाबा बुझेले बहुत समय जो 3-4 घंटा एग्जाम्पल देले सरबनी समस्त दायित्व मुही कौन करे ना बहन करे कितने बड़ा आश्चर्य कथा ये कथा जानिला परे आमर भगवान को कथारे विश्वास होने कहीं आम तो भल पाऊने विश्वास करूने
ତାଙ୍କ ସହିତ ଆମର ସମ୍ପର୍କ ରହିବ କେମିତି? ଆମେ କ'ଣ ମନକୁ ନେଇ ଆଜ୍ଞା ଆଉ ବ୍ରହ୍ମରନ୍ଧ୍ର ଆଉ ସହସ୍ରା ମହାଶୂନ୍ୟରେ କ'ଣ ରଖିପାରିବା? ଆଜି ଶାରଦା କହିଲି କେତେ ଦିନେ ଆଉ ଆମର ଏ ଶରୀର ରହିବ? ଆମର ତ ମୋର ମୃତ୍ୟୁ ନାହିଁ, ଏ ଶରୀରର ମୃତ୍ୟୁ ଅଛି। ମୁଁ ତ ସବୁବେଳେ ଥିଲି, ଅଛି, ରହିବି। ମୁଁ କୁଆଡ଼େ ଯାଏ ନାହିଁ, ମୁଁ କୁଆଡ଼େ ଆସେ ନାହିଁ। ମୋର ଜନ୍ମ ନାହିଁ, ମୋର ମୃତ୍ୟୁ ନାହିଁ। ସମୟ ହେଲେ ଜାଣିପାରିବେ ଏ ପଞ୍ଚଭୌତିକ ଶରୀର ଆସିବ ଯିବ। ସତରେ ଏଇ ଯେଉଁ କ୍ରିୟା ଯୋଗ ପରମ୍ପରାରେ ବାବାଜୀ ମହାରାଜ ଯେଉଁଠି 6ଟି କ୍ରିୟା ସୃଷ୍ଟି କରିଛନ୍ତି, ଗୋଟେ ଅବସ୍ଥା ସୃଷ୍ଟି କରିଛନ୍ତି, ସପ୍ତମଟା ହେଉଛି ଗୋଟେ ଅବସ୍ଥା। ସତରେ କ'ଣ କିଏ ଜନ୍ମ ହେଇଛି ଏ ଗୋଟିଏ କ୍ରିୟାକ ଜାଣିପାରିବ? ସବୁ ତୁମେ, ସବୁ ତୁମେ, ସବୁ ତୁମେ। ସତରେ କ'ଣ ଭଗବତ ପ୍ରାପ୍ତି ପାଇଁ ତା ଭିତରେ ସଦିଚ୍ଛା ଅଛି? ଛାଡ଼ନ୍ତୁ, ତାର ପ୍ରିଲିମିନାରୀ ଷ୍ଟେଜ। ଭଗବାନଙ୍କୁ କେତେ ଜଣ ଲୋକ ଭଲ ପାଆନ୍ତି? ଏ ମନ ତ ସବୁଆଡ଼େ ଅଛି, ଆପଣ ଭଗବାନଙ୍କୁ ସେ ଭଲ ପାଇବ କେମିତି? ସେ ଦୁଃଖ ଯନ୍ତ୍ରଣା କଷ୍ଟରୁ ଆଉ ସକ୍ସେସ୍ ହେବା ପାଇଁ ସେ ଭଗବାନଙ୍କ ମନ୍ଦିରକୁ କିଏ ଯାଆନ୍ତି ବୋଲି ସେ ଦୌଡ଼ି ଯାଏ ନା। ଆଉ ସେ କ'ଣ ଭଗବାନଙ୍କୁ ଭଲ ପାଇଯାଏ ନା? ତାର ହାୟର ଷ୍ଟେଜ ହେଉଛି ଭଗବାନଙ୍କ ପାଇଁ କିଏ ବଞ୍ଚିଛି, କିଏ ତାଙ୍କୁ ଆପଣାର କରିବ। ଭଗବାନ ଆମକୁ ଆପଣାର କରିଛନ୍ତି, ସେ ଭଗବାନଙ୍କୁ ଆପଣାର କରିବ। ଭଗବାନଙ୍କ ପାଇଁ କିଏ ସଂସାରରେ ବଞ୍ଚିଛନ୍ତି? କେବଳ ଈଶ୍ୱର ପ୍ରୀତ୍ୟାର୍ଥେ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ କେବଳ ଈଶ୍ୱରୀୟ କର୍ମ କରେ, ଆଉ ସେ କିଛି କର୍ମ କରେ ନାହିଁ। ଥରେ ଚିନ୍ତା କରି ଦେଖିଲେ ଆପଣ ଏ ଜନ୍ମରେ ସେଇଭଳି ଲାଇଫ୍ କାଟିପାରିବେ? ମିଛରେ ଜୀବନ ଅତିବାହିତ କରିବେ ନା ସତ୍ୟରେ ଜୀବନ ଅତିବାହିତ କରିବେ? ମିଛ କହିଲେ କେତେ କଷ୍ଟ ଲାଗେ। ଲୋକ କହନ୍ତୁ ଯାହା କହିଲୁ କହିଲୁ, ମୋର କିଛି ଯାଏ ଆସେନି। ତୁ ଯଦି ସତ କଥା କହିଥାନ୍ତୁ ନା, ଭୁଲ କରିଥିଲେ ମୁଁ ତତେ ଛାଡ଼ି ଦେଇଥାନ୍ତି। ବାସ୍ତବରେ ଯଦି ଲୋକ ଭୁଲ କରିକି ଭୁଲଟାକୁ ମାନିଯାଏ, ଲୋକ ଛାଡ଼ି ଦିଅନ୍ତି। ତ ମିଛ ଯଦି କହେ, କେଉଁ ଯାଏଁ କେସ୍ ଯାଏ ତାର ଠିକ୍ ଆଉ ଠିକଣା ନାହିଁ, ତାର ଏଣ୍ଡ ହୁଏ ନାହିଁ। ତେଣୁ ଯଦି ଏ କଥା କହିବାର ଉଦ୍ଦେଶ୍ୟ କ'ଣ, ମିଛ କର୍ମ କରି ଯେ ଜୀବନଟାକୁ ଆମେ ନିର୍ବାହ ପାଳନ କଲେ ତାହାର ଯେଉଁ ରେଜଲ୍ଟ କିଏ ଭୋଗ କରିବ? ତେଣୁ ଏ ଜୀବନରେ ଦୁଃଖ ଯନ୍ତ୍ରଣା କଷ୍ଟ ମାନସିକ ବିକୃତି ଦେହ ଅସୁସ୍ଥ ଏ ଜନ୍ମରେ ଆଉ ଯିବ? ମିଛ କରିକି ଯାଇଛ, ମିଛ ମଞ୍ଜି ନେଇଛ, ମିଛ ଗଛ ଲଗେଇଛ। ଯଦି ସତ୍କର୍ମ କରିବ, ସଚିନ୍ତା କରିବ, ସତ୍ କାର୍ଯ୍ୟ କରିବ, ସତ୍ ଆଚରଣ କରିବ, ତାହେଲେ ଦେଖିବ ତୁମେ ସଦା ଆନନ୍ଦ ସଦା ପ୍ରେମ ରହିବ। ତୁମେ ଭଗବାନଙ୍କର ଅତି ଆପଣା ରହିଯିବ। ଏଇ ହେଉଛି ଆପଣା କର୍ମ। କ'ଣ ନା ସଚିନ୍ତା, ସତ୍ କାର୍ଯ୍ୟ, ସତ୍ ଆଚରଣ। ସଚିନ୍ତା ହେଇପାରୁଛି, ସତ୍ କାର୍ଯ୍ୟ ହେଇପାରୁଛି, ସତ୍ ଆଚରଣ ହେଇପାରୁଛି। ସମୀକ୍ଷା କରିଦେ, ଯାହାକୁ ଦେଖ, ଯାହାକୁ ଦେଖ। ରାମକୃଷ୍ଣ ପରମହଂସ ବିବେକାନନ୍ଦ କଲିକତା ନଗରୀରେ ପରିକ୍ରମା ବୁଲିବାକୁ ଯାଇଥିଲେ। ବୁଲିଲା ଭିତରେ ରାମକୃଷ୍ଣ ପରମହଂସ ବିବେକାନନ୍ଦ କହିଲେ ନରେନ, ଯେତେ ଲୋକ ତୁ ଦେଖୁଛୁ ଦେଖ, କାହାର ମନ ଆଜ୍ଞା ଚକ୍ରରେ ଅଛି ଟିକେ ଦେଖିଲୁ। ଦେଖ କିଏ ସେଠିକି ଚାହିଁଛି, ଦେଖ। ହେଲେ କେହି ଠାକୁର ଚାହିଁନି, ନିଜକୁ ଦେଖୁନାହାନ୍ତି। କେତେ ସମୟ ଆପଣଙ୍କର ମନ ଆପଣ ଆଜ୍ଞା ଚକ୍ରରେ ରଖନ୍ତୁ, ସୋଲ୍ ସେଣ୍ଟରରେ ରଖନ୍ତୁ। ଗୁରୁଦେବ କହିଛନ୍ତି ସବୁବେଳେ ସେଇଠି ଡୁ ୟୋର ୱାର୍କ ବଟ୍ ଲେଟ୍ ୟୁର ମାଇଣ୍ଡ ଅନ୍ ସୋଲ୍ ଅଲୱେଜ୍। ଡୁ ୟୋର ୱାର୍କ। କାହିଁକି ହଉନି ନା ଆମ ଭିତରେ ଅଭ୍ୟାସଟା ନାହିଁ। ଆମେ ବୈରାଗ୍ୟ ଉପରେ ଇମ୍ପୋର୍ଟାନ୍ସ ଦିଅନ୍ତୁନି। ବହୁ ଲୋକ ବୈରାଗ୍ୟ କଥା କହିକି ଡରିଯାଆନ୍ତି। ଆରେ ଘର ଦ୍ୱାର ଜମି ବାଡ଼ି ଟଙ୍କା ପଇସା ସମ୍ମାନ ଯଶ ପ୍ରତିଷ୍ଠା ସ୍ତ୍ରୀ ପୁଅ ଝିଅ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ସମାଜ ସବୁ ଛାଡ଼ିବାକୁ ପଡ଼ିବ। କିଏ ହବନି, କିଏ ଦୁଃଖପୂର୍ଣ୍ଣ ଜୀବନଯାପନ କରିବ?
କିନ୍ତୁ ଗୋଟିଏ କର୍ମ ଯଦି କରିବେ ସବୁବେଳେ ଆପଣ ଯେଉଁଠି ଥାନ୍ତୁ ଏନି ପ୍ଲେସ୍, ସବୁ ପ୍ଲେସ୍ ହିଁ ଭଗବାନଙ୍କର ଜାଗା। ପ୍ରତି ଜାଗାରେ ଆପଣ ଯେଉଁଠି ଥାନ୍ତୁ କିନ୍ତୁ ମନକୁ ସବୁବେଳେ ଆଜ୍ଞାରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ସବୁବେଳେ ଆଜ୍ଞାରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ଆପଣା କର୍ମ ଆପଣ କଲେ, ପ୍ରକୃତ କର୍ମ କଲେ, ସେଇ କର୍ମ ହିଁ ଆପଣ ପାଇଁ ଭଗବାନ। ସେଇ କର୍ମ ହେଉଛି ଡ୍ୟୁଟିଜ ଗଡ୍। ସେଇଟା ହେଉଛି କ'ଣ ନା ସ୍ୱଧର୍ମ ନିଧନଂଶେୟ ପରଧର୍ମ ଭୟାବହ। ପରଧର୍ମ କହିଲେ ଚକ୍ଷୁ ଆପଣଙ୍କର ନୁହେଁ, କାନ ଆପଣଙ୍କର ନୁହେଁ, ନାସା ଆପଣଙ୍କର ନୁହେଁ। 10ଟା ଯାକ ଇନ୍ଦ୍ରିୟ ଯିଏ ଅଛନ୍ତି, କର୍ମେନ୍ଦ୍ର 5, ଜ୍ଞାନେନ୍ଦ୍ର 5, ସେମାନଙ୍କ କର୍ମ ଅତି ଭୟାବହ। ତାକୁ ବୁଝେଇଲେ ବହୁତ ସମୟ ଯିବ। ଲୋକ କହୁଛନ୍ତି ବାବା ଘଣ୍ଟାଏ ଭିତରେ ସାରନ୍ତୁ, ଘଣ୍ଟାଏ 30 ମିନିଟ୍ ଭିତରେ ସାରନ୍ତୁ। ଆରେ ଗୋଟେ କଥାକୁ ତ ସମୀକ୍ଷା କଲେ କେତେ ସମୟ ଚାଲିଯିବ, ତାର ଠିକ୍ ଆଉ ଠିକଣା ନାହିଁ। ଏଇ ଯେଉଁ ପରଧର୍ମ କିଏ ଆପଣମାନେ ଜାଣିଛନ୍ତି? ଆପଣ ଭାବୁଛନ୍ତି ଆମେ ହିନ୍ଦୁ କି ସନାତନୀ, ଏ ଖ୍ରୀଷ୍ଟ ଧର୍ମ, ମୁସଲିମ ଧର୍ମ ଆଉ ଶିଖ ଧର୍ମ, ଏଗୁଡ଼ା ସବୁ ପରଧର୍ମ। ଏଗୁଡ଼ା କିଛି ପରଧର୍ମ ନୁହେଁ। ପରଧର୍ମ ହେଉଛି ଆପଣଙ୍କ ଭିତରେ ଯେଉଁ 10ଟା ଇନ୍ଦ୍ରିୟ ଅଛି ସେମାନଙ୍କର ଧର୍ମ ହିଁ ପରଧର୍ମ। ଆମେ ସେଇଥିରେ ଜଡ଼ିତ ହେଇଯାଉଛେ। ଚାଲ ସମସ୍ତେ କୁମ୍ଭ, ଚାଲ। କିଛି ବିଚାର ନାହିଁ, କିଛି ଚିନ୍ତା ନାହିଁ, କିଛି ଆଲୋଚନା ନାହିଁ। ନିଜ ଭିତରେ ଗଙ୍ଗା ଯମୁନା ସରସ୍ୱତୀର ମିଳନ ହେଇଛି, ସେଇଠାରେ ବସି ଟିକେ ଡୁବ ମାର। ପ୍ରକୃତରେ କ'ଣ ହବ ନା ତମ ପାପ ଧୌତ ହେଇଛି। ପାପ କୋଉଠି ଲାଗେ? ହାତରେ ଲାଗେ କି ପାଦରେ ଲାଗେ କି ଗୋଡ଼ରେ ଲାଗେ କି ପେଟରେ ଲାଗେ କି ମୁଣ୍ଡରେ ଲାଗେ କି ଦାନ୍ତରେ ଲାଗେ କି ଜୁହାରେ ଲାଗେ? କୋଉଠି ସମୀକ୍ଷା କରିଛନ୍ତି? ଏ ପାପ କୋଉଠି ଲାଗିଲା? କିଛି ନାହିଁ। ଏ କଥା ପ୍ରସଙ୍ଗରେ ଉପସ୍ଥାପନ କଲେ ଆମକୁ କଷ୍ଟ ଲାଗୁଛି, ପୁଣି ଭଲ ବି ଲାଗୁଛି, ଆନନ୍ଦ ବି ଲାଗୁଛି, ହସ ବି ମାଡ଼ୁଛି। ମାନେ ନିର୍ଯାସ କଥା ମିଳୁଛି, କିଛି କୁହ ନାହିଁ। ପୁଣି ମିଳୁଛି କୁହ ନା। ଲୋକଙ୍କ ଭିତରେ ଟିକେ ସଚେତନତା ଜାଗ୍ରତ ହଉ, ଲୋକ ପ୍ରକୃତ ଜ୍ଞାନଟାକୁ ଦୁନିଆରେ ଜାଣନ୍ତୁ। କରନ୍ତୁ ନ କରନ୍ତୁ, ଆଟଲିଷ୍ଟ ଜାଣନ୍ତୁ। ଆମେରିକା ବୋଲି ଗୋଟେ, ନ୍ୟୁୟର୍କ ବୋଲି ଏମିତି ଗୋଟେ ସିଟି ଅଛି, ଆମେରିକା ବୋଲି ଗୋଟେ ଦେଶ ଏମିତି ଅଛି, ଜାଣନ୍ତୁ। ଯଦି ମୁନି ଋଷିମାନେ ନ କହିଥାନ୍ତେ, ସାଧୁ ସନ୍ଥମାନଙ୍କ ସାଧନା ଲବ୍ଧ ଜ୍ଞାନକୁ ଯଦି ପ୍ରକାଶିତ ନ କରିଥାନ୍ତେ, ତାହେଲେ ଆମେ ଜାଣିଥାନ୍ତେ କେମିତି? ସେମାନେ କହିଛନ୍ତି ନା। ତେଣୁ କେବେ ଥରେ ଆମେ ଚିନ୍ତା କରିଛେ ମନ ପ୍ରାଣକୁ ନେଇ ସେ ଆଜ୍ଞାରେ ଆମେ ସ୍ଥିତ କରାଇ ଦେଇପାରିବା? ଗୁରୁଦେବ କହୁଥିଲେ ଅନ୍ତର ସ୍ଥାନ ବିନଶ ବହିରି ସ୍ଥାନେନ କିଂ ଫଳମ୍। ଯଦି ଅନ୍ତରେ ସ୍ନାନ ନ କରି ବାହାରେ ସ୍ନାନ କରୁଛ, ସେଠି କ'ଣ ଫଳ ଫଳିବ? ଆରେ ତୁମେ ତ ପାପ ଛାଡ଼ିଲ, ସିଏ ବୁଡ଼େଇଲା ସିଏ ପାପ ଛାଡ଼ିଲା, ସିଏ ବୁଡ଼େଇଲା ସିଏ ପାପ ଛାଡ଼ିଲା, ସିଏ ବୁଡ଼େଇଲା ସିଏ ପାପ ଛାଡ଼ିଲା। ଏ ସବୁ ପାପ ଯଦି ଗଦା ହେଇଗଲା, ସେ ଭାସିଗଲା ନା ରହିଗଲା? ଯଦି ପାପ ଭାସିଗଲା, ତାହେଲେ ଯେତେବେଳେ ସମୁଦ୍ର ମନ୍ଥନ ହେଇକି 4ଟା ଜାଗାରେ ଅମୃତ ଟିକେ ଟିକେ ପଡ଼ିଥିଲା, ସେ ଭାସି ଯାଇଛି ନା ସେଠି ରହିଯାଇଛି ପରମାନେଣ୍ଟ? ଅମୃତ ରହିଗଲା, ସବୁ ପାପ ଗୁଡ଼ାକ ଭାସିଗଲା, ସେ ଅମୃତ ଜମା ଆଉ ଯାଉନି। ମହାକୁମ୍ଭ ପୁଣି ମହାକୁମ୍ଭ 144 ବର୍ଷ ପରେ। କି ପ୍ରକାର ସୋଶାଲ ମିଡ଼ିଆ ବର୍ତ୍ତମାନ ସମାଜକୁ ହଇଚଇ ସୃଷ୍ଟି କରୁଛି। କିଏ ଜାଣିଥିଲେ କୁମ୍ଭମେଳା ହୁଏ ବୋଲି? ସେଠି କିଏ ଯାଆନ୍ତି ବୋଲି କିଏ ଜାଣିଛନ୍ତି? ଯଦି ସୋସିଆଲ ମିଡ଼ିଆ ନଥାନ୍ତା, ଏତିକି ଲୋକ ଯାଇଥାନ୍ତେ କୁମ୍ଭ ସ୍ନାନ କରିବା ପାଇଁ? ସାଧନା କର, ମନକୁ ଅନ୍ତର୍ମୁଖୀ କର। ଗୋଟେ ଏପିସୋଡ୍ ଆମେ କହିଥିଲୁ ମନକୁ ଅନ୍ତର୍ମୁଖୀ କର ବୋଲି। ବାହାରେ କିଛି ନାହିଁ, ବାହାର ତୀର୍ଥରେ କାର୍ଯ୍ୟ ନାହିଁ, ଅନ୍ତରେ ସବୁ ଅଛି। ଚିଠି ନିଜ ଭିତରେ ଚୁପଚାପ ଗୋଟେ ଘର ଭିତରେ ବସ। ମନେ ବଣେ କୋଣେ ଭଗବାନଙ୍କୁ ଡକାଯାଏ। ମନରେ ଚୁପଚାପ ମନରେ ଦେଖ କ'ଣ ଏ ମନ କୁଆଡ଼େ ଯାଉଛି। ବଣରେ ଜଙ୍ଗଲକୁ ଯାଇ ଦେଖ, ଘର କୋଣରେ ଦେଖ। ବାବା ଏଠି କହିଲେ
ପାପ ଲାଗୁଛି କୋଉଠି? କଥା ରହିଯାଉଛି। ପାପ ଲାଗୁଛି କୋଉଠି? ପାପ ମନରେ ଲାଗୁଛି, ଆଉ କୋଉଠି ଲାଗେ ନାହିଁ। କ'ଣ ମନରେ ଲାଗିଲା ତାକୁ ପୁଣି ବୁଝିଲେ କେହି କହିପାରିବନି। ଯେତେ PhD DLD ପିଲା ଆସୁ, ଏବେ ଜଣେ ମା ଆସିଥିଲେ ଓଡ଼ିଆରେ PhD କରୁଛନ୍ତି, ସୁଦୁ ଗଧ। ଏଇ ଜଗତରେ କଥା ନା, ଭୌତିକ ଜଗତରେ କ'ଣ ଗଧ? ଆଧ୍ୟାତ୍ମିକ ଜଗତରେ ଗଧ। ଗଧ ତ କିଛି ଜାଣିନାହାନ୍ତି। ଆଉ କ'ଣ ମନକୁ ଲାଗୁଛି? କ'ଣ ମନ ଗୋଟେ ଅଛି ତାଠି ଲାଗିଯାଉଛି। ଆମେ ସବୁ କଥାକୁ ସମୀକ୍ଷା କରିପାରିଛୁ। ତମ ଭିତରେ ଯାହା ଦୁର୍ବଳତା ପ୍ରକାଶ କରୁଛି, ପଶିଗଲା ପରେ, କେଉଁ ଥଟ୍ସଟା ପଶିଗଲା ପରେ ଦୁର୍ବଳତା, ତମ ଭିତରେ କୌଣସି ଦୁର୍ବଳତା ନାହିଁ, ତମ ଭିତରେ ଆଦୌ ପାପ ନାହିଁ। କ'ଣ ମଣିଷ ମାରି ଦୁର୍ବଳତା ନହେଲେ ପାପ ଲାଗିବନି? ମାରିକି ଥରେ ଦେଖ ନା, ଦୁର୍ବଳତା ଲାଗୁଛି କି ଲାଗୁନି, କି ଅବସ୍ଥା ତମର ହବ ମରିବା ପର୍ଯ୍ୟନ୍ତ ଦେଖ। କି ପ୍ରକାର ଚିନ୍ତାରେ ତମେ ମରିଯିବ, ତା ଠିକ ଆଉ ଠିକଣା ରହିବନି। ମିଛ କହିକି ଦେଖୁନ, ଦର୍ଶନ କରି ଦେଖୁନ, ଦେଖ। ଯେମିତି କହେ, ମନ ଜାଣେ ବାପ, ବାପ ମା ଜାଣେ ବାପ। ତେଣୁ ଯାହା ତମ ଭିତରେ ପଶି ଦୁର୍ବଳତା ସୃଷ୍ଟି କରୁଛି, ଏଇଟା ଭୁଲ ବୋଲି କହୁଛି କିଏ ନା? ବିବେକ କହୁଛି। ସତରେ ଯେତେ ଲୋକ ବୁଡ଼ ପକାଇବାକୁ ଯାଇଛନ୍ତି, ସେ କଥାକୁ ଆମେ ସମର୍ଥନ କରୁଛୁ, ସେ କଥାକୁ ଆମେ ସ୍ୱୀକାର କରୁଛୁ। ମହାକୁମ୍ଭ ପଡ଼ିଛି 144 ବର୍ଷ ପରେ, ଜାଲ ସେ ତ୍ରିବେଣୀରେ ସ୍ନାନ କରିବା। ସତରେ ଯେଉଁମାନେ ଗାଧେଇକି ଆସିଛନ୍ତି, ଭୁଲ କହିଲି, ସ୍ନାନ କରିକି ଆସିଛନ୍ତି, ସେମାନଙ୍କର ପାପ ପଳେଇଛି। ତମେ ପଚାରିଲେ ପଚାରନ୍ତୁ, ଯଦି ପାପ ପଳେଇଛି ଆଉ ପାପ ତାଙ୍କଠି ଲାଗିବନି, ଆଉ ପାପ ହବନି। ସମୀକ୍ଷା କରନ୍ତୁ, ପ୍ରତ୍ୟେକ କଥାକୁ ଅନ୍ଧ ଭାବରେ ବ୍ଲାଇଣ୍ଡଲି ଗ୍ରହଣ କରନ୍ତୁନି। ଅନେକ ବ୍ୟକ୍ତି ଯାଇକି ଆମ ପାଖକୁ ଆସିଲେ, କହିଲେ କ'ଣ କୁଆଡ଼େ ଯାଇଥିଲେ? ନା ଗୁରୁଜୀ। କିଏ କହିଲେ ମହାରାଜ, କିଏ କହିଲେ ବାବା, ଆପଣ କ'ଣ ଯିବେନି କୁମ୍ଭ ପକେଇବାକୁ, କୁମ୍ଭରେ ବୁଡ଼ ମାରିବାକୁ? ଆମେ କହିଲୁ, କାହିଁ ମୋ ଚିତ୍ତରେ ସେ କଥା ଉଠୁନି, ମୁଁ ଜାଣିପାରୁନି। ସତରେ ସେଠି ଗଲେ ବୁଡ଼ ପକେଇଲେ କ'ଣ ପାପ ପଳେ? ପାପ କ'ଣ ତମେ କରିଥିଲ କି? ତେବେ କାହିଁ ଭାବୁଛ ତମେ ପାପ କରୁଛ ବୋଲି? କ'ଣ କ'ଣ ପାପ କରିଥିଲ କହିଲ? କୋଉ ପାପରେ ଶାସ୍ତ୍ରରେ ଲେଖା ହେଇଛି କେବଳ ଗଙ୍ଗାରେ ବୁଡ଼ ପକେଇଲେ ସବୁ ପାପ ଯାକ ସେଇଠିକି ଯାଏ? କୋଉଠି ବାହାର କରିପାରିବ ନା? ନାଇଁ। ଆରେ ତେବେ ତାଠୁ ଶୁଣିଥିଲୁ ଭୁଲ। ଏଇ ବିଷୟରେ ଯଦି କୁହାବ, ନେକ୍ସଟ ଭାବୁଛି ମହାକୁମ୍ଭ ବିଷୟରେ କହିବୁ, ବହୁ ଲୋକ ସମାଲୋଚନା କରିବେ, ହେ ବାବା ଏମିତି କଥା କହୁଛନ୍ତି। ସତରେ ଚିନ୍ତା କର, ଏଇ ଲୋକଙ୍କ ଭିତରୁ ଅଜ୍ଞାନତା କେମିତି ଯିବ? ପ୍ରକୃତ ଆପଣା କର୍ମ ସେ କେମିତି? ଗୀତା ତ କହିନି ମହାକୁମ୍ଭରେ ସ୍ନାନ କଲେ, ଏଲାହାବାଦରେ କି ଆପଣଙ୍କର ନାସିକରେ କି ଆପଣଙ୍କର ଉଜ୍ଜୟନରେ କି ହରିଦ୍ୱାରରେ ସମସ୍ତ ପାପ ଚାଲିଯିବ, ଆଉ କିଛି କର୍ମ କରିବାକୁ ପଡ଼ିବ ନାହିଁ। ହେଲେ ମନରୁ ପାପ କେମିତି ଯାଏ? ବାରୁଣୀ ସ୍ନାନ ପଡ଼ିଥିଲା। ଆମେ ତ କଥା ପ୍ରସଙ୍ଗରେ ଗପ କାହାଣୀ କହିବାକୁ ଇଚ୍ଛା କରୁନାହିଁ। ପାର୍ବତୀ ଶିବଙ୍କୁ କହିଲେ ବାରୁଣୀ ସ୍ନାନ ପଡ଼ିଛି, ବାବା ବହୁତ ଥର କହିଛନ୍ତି, ଚାଲନ୍ତୁ ବୁଡ଼ ପକେଇ ଆସିବା। ନା ବୁଡ଼ ପକେଇଲେ କ'ଣ ହବ? ନା ସମସ୍ତ ପାପ ଧୌତ ହେଇଯିବ। ଶିବ କହିଲେ ଗୋଟିଏ ଲୋକ ବୁଡ଼ ପକେଇବାକୁ ଯାଇନାହିଁ, କାହାରି ପାପ ଯାଇନାହିଁ, କାହା ଭିତରେ ଏ କନସେପ୍ଟ ନାହିଁ। ସମସ୍ତେ ଯାଉଛନ୍ତି, ସିଏ ଚାଲେ। ଯେମିତି ଗୋଟେ ଦେଖିଦେବେ, କହିବାଟା ମୋର ଭୁଲ, ଗୋଟିଏ ମେଣ୍ଢା ପାଣିକି ଡେଇଁଲେ ତା ପଛପଟେ ଯେତେ ମେଣ୍ଢା ଦେବେ, ମରିବେ କି ବଞ୍ଚିବେ ଜଣା ନାହିଁ, ସବୁ ଡେଇଁ ପଡ଼ିବେ। ସେମିତି କଥା। ଆରେ ବାପା, ହଉ ଚାଲନ୍ତୁ। ଆଉ ପାର୍ବତୀ କଥା ଶିବ ରକ୍ଷା କଲେ। ଯାଇକି ପାର୍ବତୀ ବସିଲେ ସାଧାରଣ ନାରୀଟିଏ ହେଇ, ଶିବ ସାଧାରଣ ମନୁଷ୍ୟ ହେଇକି ତାଙ୍କ କୋଳରେ ଶୋଇଲେ। ପାର୍ବତୀ କାନ୍ଦିଲେ। ଲୋକମାନେ ସେଇ ବାଟ ଦେଇ ଗୋଟିଏ ବାଟ ବୁଡ଼ ପକେଇବାକୁ ଯାଉଛନ୍ତି। ପଚାରିଲେ, ମା କାହିଁ କାନ୍ଦୁଛ? ନା ସ୍ୱାମୀ ମରିଯାଇଛନ୍ତି। ନା କ'ଣ କଲେ ବଞ୍ଚିବେ?
ନା ଯାଏ ଯେ ସମ୍ପୂର୍ଣ୍ଣ ପାପ ମୁକ୍ତ ସେ ଛୁଇଁ ଦେଲେ ଇଏ ବଞ୍ଚିଯିବେ। ସମସ୍ତେ ଭାବିଲେ ଆରେ ଇଏ ଗଙ୍ଗାରେ ସ୍ନାନ କଲେ ସତରେ କ'ଣ ପାପ ଚାଲିଯାଏ? ଆମେ ଛୁଇଁବୁ ସେ ବଞ୍ଚିବ, ନ ବଞ୍ଚିଲା ପାପ କ'ଣ ସତରେ ଚାଲିଯିବ? ସିଏ ଯାଉଥିଲା ବୋଲି ମୁଁ ଗଲି ନା, ମୁଁ କ'ଣ ଗଙ୍ଗାକୁ ଯିବା ଲୋକ? କେହି ଏ ଚିନ୍ତାଧାରାରେ ସ୍ଥିର ହୋଇପାରିଲେ ନାହିଁ। ସତରେ ଗଙ୍ଗା ସ୍ନାନ କଲେ ପାପ ଚାଲିଯାଏ। କେହି ଆସି ଆଉ ଛୁଇଁଲେନି, ଆଉ ସମସ୍ତ ମନରେ ପାପ ରହିଲା। ସନ୍ଧ୍ୟା ହେଇଗଲା, ଗୋଟେ ବୁଢ଼ା ଆସୁଥିଲା, କହିଲା ମା କାହିଁ ଭିଇଁ ଭିଇଁ କାନ୍ଦୁଛ? ଏଠି କାନ୍ଦୁଛ ଏଠି ଜୋରେ? ନା ସ୍ୱାମୀ ମରିଯାଇଛନ୍ତି, ମାନେ ପାପମୁକ୍ତ ପୁରୁଷ ଯଦି ମୋତେ ସ୍ପର୍ଶ ମୋ ସ୍ୱାମୀକି କରିବ ତାହେଲେ ସ୍ୱାମୀ ବଞ୍ଚିଯିବ। ଠିକ୍ ଅଛି ଠିକ୍ ଅଛି, ମୁଁ ବହୁତ ପାପ କର୍ମ କରିଛି, କିନ୍ତୁ ମୋର ବିଶ୍ୱାସ ଅଛି ମୁଁ ଗଙ୍ଗାରେ ସ୍ନାନ କଲେ ସମସ୍ତ ପାପ ମୋର ଧୌତ ହେଇଯିବ। ତୁମେ ଅପେକ୍ଷା କର, ମୁଁ ଗଙ୍ଗାରୁ ସ୍ନାନ ସାରି ଫେରେ ତୁମ ସ୍ୱାମୀକି ସ୍ପର୍ଶ କରିବି, ତୁମ ସ୍ୱାମୀ ବଞ୍ଚିଯିବେ। ବୁଢ଼ା ଆସିଲା ବେଳକୁ ଶିବ ନାହାନ୍ତି, ପାର୍ବତୀ ନାହାନ୍ତି, ଅନ୍ତର୍ଧ୍ୟାନ। ଶିବ କହିଲେ ଦେଖିଲେ ପାର୍ବତୀ ମା, ଗୋଟିଏ ଲୋକ ଆଜି ସ୍ନାନ କରିବାକୁ ଆସିଥିଲା। ସେଇ କଥାକୁ କ'ଣ ଗାଉଁଲି ଲୋକମାନେ କହନ୍ତି ନା ମନ ପବିତ୍ର ଥିଲେ ଗାଡ଼ିଆ ଗଙ୍ଗା। ଆରେ ଏଇଟା ଭଲ ଲୋକଟାଏ, ଏହାର କିଛି ଅସୁବିଧା ହେବନି, ମେଘ ବର୍ଷିବ ନାହିଁ, ସବୁ କାମ ଭଲରେ ଭଲରେ ହେଇଯିବ। ତେଣୁ ମନରେ ଯେତେବେଳେ ନେଗେଟିଭ ଥଟ୍ସ ନ ଆସେ, ପଜିଟିଭ ଏବଂ ପଜିଟିଭ ଥଟ୍ସ ବି ପଳାଏ, ସେଟା କେମିତି ଅବସ୍ଥା? ସେ ଅବସ୍ଥା ହେବ ଯଦି ଆପଣ ପ୍ରକୃତ ଗଙ୍ଗା ଯମୁନା ସରସ୍ୱତୀରେ ଆପଣ ଭିତରେ ଯେଉଁ ତିନୋଟି ନାଡିର ମିଳନ ହେଇଛି, ତିନୋଟି ନଦୀର ମିଳନ ହେଇଛି, ସେଇ ସଙ୍ଗମ, ସେଇ ପ୍ରୟାଗରେ ଯଦି ଆପଣ ସ୍ନାନ କରିଦେବେ। କେମିତି ନା ମନ ସେଠି ରହିଯାଇଛି, ଆପଣ ଥଟଲେସ୍ ଷ୍ଟେଜକୁ ପଳାଇଛନ୍ତି, ଆପଣଙ୍କ ସ୍ନାନ ହେଇଗଲା। ତାପରେ ଦେଖିବେ ଯାହାର ସେ ଅବସ୍ଥା ହେଇଛି, ଆଖି ଖୋଲିକି ଦେଖିବ ପୁରା ଆନନ୍ଦ ଆନନ୍ଦ ଆନନ୍ଦ, କୌଣସି ନକାରାତ୍ମକ ଚିନ୍ତା ତା ଭିତରେ ଖାଲି 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 ଖାଲି। এই ଅବସ୍ଥା ପାଇଁ ଚେଷ୍ଟା କରୁନ। ଏ ପଇସା ଅଛି ଫ୍ଲାଇଟ୍ରେ, ପଇସା ଅଛି ହେଲିକପ୍ଟରରେ, ପଇସା ଅଛି ଟ୍ରେନରେ, ପଇସା ଅଛି ବସ୍ରେ, ବାପା ଚାଲି ଯାଉଛ। ଏମିତି ଯଦି ଭଗବତ ପ୍ରାପ୍ତି ପାପ ଧୌତ ହେଇଯାଆନ୍ତା ତାହେଲେ କ'ଣ ନ ହୁଅନ୍ତା। ତେଣୁ କ୍ରିୟା ଯୋଗ ପରମ୍ପରାରେ ଯେଉଁ କୌଶଳ ଅଛି, ଯେଉଁ ଆପଣାର କର୍ମ ଅଛି, ମନ ପ୍ରାଣକୁ ସବୁଥିରୁ ୱିଡ୍ର କରିବ। କେଉଁଠୁ ନା ଅର୍ଥ ଚିନ୍ତାରୁ, ଯୌନ ଚିନ୍ତାରୁ, ଖାଦ୍ୟ ଚିନ୍ତାରୁ, ଗର୍ବ ଦମ୍ଭ ଅହଙ୍କାର ଅସ୍ମିତା ଚିନ୍ତାରୁ, ସାମ୍ପ୍ରଦାୟିକ ଭାବରୁ ଯଦି ମନକୁ ୱିଡ୍ର କରିନେବ, ପ୍ରତ୍ୟାହାର କରିନେବ, ତମ ମନ ଆଜ୍ଞାରେ ସ୍ଥିର ହେବ। ଆଜ୍ଞାରେ ସ୍ଥିର ହେଲେ ତମ ମନ ନିର୍ମଳ ହେଇଯିବ, ଶୁଦ୍ଧ ହେଇଯିବ, ପବିତ୍ର ହେଇଯିବ, 100% କ୍ଲିନ୍ ଆଉ ଫାଇନ୍ ହେଇଯିବ। ନିର୍ମଳ ମନଟିଏ ହେଇଯିବ, ଶୁଦ୍ଧ ମନଟିଏ ହେଇଯିବ। ଦେଖନ୍ତୁ, এই କଥାଟି କହିକି ବନ୍ଦ କରିବା। ସୁନ୍ଦର କଥା। ଯେଉଁ ଲୋକ ପୁରୁଷ ହଉ କି ସ୍ତ୍ରୀ ହଉ, ନାରୀ ହଉ କି ପୁରୁଷ ହଉ, ଦେଖିବାକୁ ସୁନ୍ଦର, ତାକୁ ଦେଖିଲେ ସମସ୍ତେ ଭଲ ପାଆନ୍ତି। ଏଇଟା ସତ୍ୟ। ସମସ୍ତେ ସୁନ୍ଦରଟାକୁ ଦେଖିବାକୁ ଭଲ ପାଆନ୍ତି। ସେ ପୁରୁଷ ହଉ କି ସ୍ତ୍ରୀ ହଉ, ଯେକୌଣସି ଜିନିଷ ହଉ, ସୁନ୍ଦର ହେଇଥିଲେ, ଭୌତିକ ଦୁନିଆରେ ହଉ, ଆଧ୍ୟାତ୍ମିକ ଦୁନିଆରେ ହଉ, ଭଲ ଘରଟିଏ ହେଇଛି, ଏବେ ଆଉ ଭଲ ମନ୍ଦ ଆଉ କିଛି ନାହିଁ। ଏବେ ସବୁ ମନ୍ଦଟା ହିଁ ଭଲ, ଭଲଟା ଆଉ ଭଲ ନାହିଁ। ଏଭଳି ସମୟ ଆସିଛି, ସବୁ ମନ୍ଦଟା ହିଁ ଭଲ, ଭଲଟା ଆଉ ଭଲ ହିଁ ନାହିଁ। କିନ୍ତୁ ବ୍ୟକ୍ତି, ଜଣେ ନାରୀ ବହୁତ ସୁନ୍ଦର, ଜଣେ ପୁରୁଷ ବହୁତ ସୁନ୍ଦର, ସେ ଯଦି ରାଗିବେ, ସେ ଯଦି କଟୁ ଭାଷା କହନ୍ତି, ସେ ଯଦି କାହାକୁ 5 ଟଙ୍କା ନ ଦିଅନ୍ତି, ବିଭିନ୍ନ ରଙ୍ଗରେ ସଜେଇ ହୁଅନ୍ତି, କୁକର୍ମ କରନ୍ତି, ତାଙ୍କୁ କେହି ଭଲ କହିବେ? କେହି ଭଲ ପାଇବେ?
ଯଦି ଗୋଟେ ଅସୁନ୍ଦର ଲୋକ ପୁରୁଷ ହଉ ନାରୀ ହଉ ଯଦି ମିଠା କଥା କହନ୍ତି, ସମସ୍ତଙ୍କୁ ସ୍ନେହ କରନ୍ତି, ସମସ୍ତଙ୍କୁ ଶ୍ରଦ୍ଧା କରନ୍ତି, ସମସ୍ତଙ୍କୁ ଆତ୍ମବୋଧରେ ଭଲ ପାଆନ୍ତି, ନିଜ ଜୀବନଟା ସମସ୍ତଙ୍କ ପାଇଁ ବା ସେ ଭଗବାନ ପାଇଁ ଉତ୍ସର୍ଗୀକୃତ କରିଦିଅନ୍ତି, ତାଙ୍କୁ ସମସ୍ତେ ଭଲ ପାଇବେ ନା ଯିଏ ସୌନ୍ଦର୍ଯ୍ୟମୟ ଦେଖିବାକୁ ସୁନ୍ଦର କୁକର୍ମରତ ଥିବ ତାକୁ ଲୋକ ଭଲ ପାଆନ୍ତି? କାହାକୁ ଭଲ ପାଆନ୍ତି? ଏଠୁ କ'ଣ ଆପଣ ଶିଖିଲେ? ପ୍ରକୃତ ବ୍ୟକ୍ତିର ସୌନ୍ଦର୍ଯ୍ୟ, ବ୍ୟକ୍ତିର ଭଲ ମନ୍ଦ ସବୁକିଛି ନିର୍ଭର କରେ ତା ଶୁଦ୍ଧ ପବିତ୍ର ନିର୍ମଳ ମନ ଉପରେ। ଏସବୁ ମୋର ଅନୁଭବର କଥା। ଆମକୁ ବହୁତ ଲୋକ କମେଣ୍ଟ କରି କହନ୍ତି, ବାବା ଆପଣ ଦେଖିବାକୁ ଏତେ ଅସୁନ୍ଦର, ଏତେ ବିକୃତ ମୁହଁଟେ ଆପଣଙ୍କର, ସେଥିଲାଗି ଆମେ ଆପଣଙ୍କ ପାଖକୁ ଗଲୁ, ପଳେଇ ଆସିଲୁ। ମୋତେ ଫୋନରେ ସବୁ କହିଲେ, ଆରେ ସତ କଥା ତ, ଭଗବାନ ମୋତେ ଅସୁନ୍ଦର କରି ଜନ୍ମଗ୍ରହଣ କରିଛନ୍ତି। ଭଗବାନ କେବେ କାହାକୁ ଅସୁନ୍ଦର କରି ଜନ୍ମଗ୍ରହଣ କରନ୍ତିନି। ନିଜର କର୍ମଫଳ ଉପରେ ବ୍ୟକ୍ତିର ସୌନ୍ଦର୍ଯ୍ୟ, ଶିକ୍ଷା, ଦୀକ୍ଷା, ପରିବେଶ, ଜ୍ଞାନ ସବୁକିଛି ନିର୍ଭର କରେ। ଭଗବାନ କାହାକୁ କିଛି ଦିଅନ୍ତି ନାହିଁ, କାହାଠୁ କିଛି ନିଅନ୍ତି ନାହିଁ। ସବୁ ନିଜର କର୍ମଫଳ ଉପରେ ସବୁକିଛି ନିର୍ଭର କରେ। ବ୍ୟକ୍ତି ଯେତେବେଳେ ଦୁଃଖ ଭୋଗେ ସେତେବେଳେ ସେ ଭାବେ, କ'ଣ ଭାବେ ନା ଭଗବାନ ମୋତେ ଏତେ ଦୁଃଖ କଷ୍ଟ ଯନ୍ତ୍ରଣା ଦେଉଛନ୍ତି। ସେ ପୁଣି ଚିନ୍ତା କରି ଦେଖିବା କଥା, ଆଉ ଯେଉଁ କ'ଣ ଦୁଃଖ କଷ୍ଟ ଯନ୍ତ୍ରଣା ଦେଉଛନ୍ତି ନା ମୋତେ ଦେଉଛନ୍ତି? ଯଦି ଆଉ କାହାକୁ ମିଳୁନି ମୋତେ ମିଳୁଛି, ତ ଭଗବାନ ଏଠି କ'ଣ ପକ୍ଷପାତ କରୁଛନ୍ତି? କିନ୍ତୁ ଅଜ୍ଞାନତାର ବୋଧ ହୁଏ ଭଗବାନ ମୋତେ ଦେଉଛନ୍ତି। ବାସ୍ତବରେ ଭଗବାନ କାହାକୁ ଦୁଃଖ ଯନ୍ତ୍ରଣା କଷ୍ଟ କିଛି ଦିଅନ୍ତି ନାହିଁ। ସବୁ ନିଜର କର୍ମର ଫଳ ବାବା ବହୁତ ଥର ଉପସ୍ଥାପନା କରିଛନ୍ତି। ସେଥିଲାଗି ଆମେ ଶରୀର ପାଇଛେ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗ କରିବା ପାଇଁ। ତୁଳସୀ ଦାସ ଲେଖିଛନ୍ତି, ସୁଖ ଦୁଃଖ ନ କୋପି ଦାତା। ଭଗବାନ କାହାକୁ ଦୁଃଖ ଦିଅନ୍ତିନି, କାହାକୁ ସୁଖ ଦିଅନ୍ତିନି। ଆପଣା ଅର୍ଜିଲା କର୍ମ ଫଳ ଆପେ ଭୋଗ। ଆମେ ଯାହା କରୁଛେ ତାକୁ ଆମେ ଭୋଗୁଛେ। ଆମେ ପ୍ରକୃତ ଆପଣାର କର୍ମ କରିନେ ବୋଲି ଏଗୁଡ଼ିକ ଭୋଗୁଛେ। କିନ୍ତୁ ଯେତେବେଳେ ଆଉ ଜଣେ ବ୍ୟକ୍ତି ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗ କରୁଛି, ସେତେବେଳେ ଆପଣ କ'ଣ କୁହନ୍ତି? ଆରେ ସିଏ ଏମିତିଆ କର୍ମ କରୁଥିଲା ବୋଲି ଭୋଗ କରୁଛି। ନିଜେ ଭୋଗିଲା ବେଳେ କ'ଣ ଭାବେ ନା ମୁଁ ଏମିତିଆ କର୍ମ କରିଥିଲି ବୋଲି ଭୋଗୁନି, ଭଗବାନ ଏଗୁଡ଼ିକ ମୋତେ ଦେଉଛନ୍ତି। ଲୋକର ମାନସିକତାକୁ ଦେଖନ୍ତୁ। କ'ଣ ଏ କଥାରୁ ଶିଖିଲେ ନା ଅପର ଲୋକ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛି, ଆପଣ କ'ଣ କହୁଛନ୍ତି ନା ସେ ତା କର୍ମର ଫଳ ଭୋଗୁଛି। ଯେତେବେଳେ ନିଜେ ଭୋଗୁଛନ୍ତି, ଭଗବାନ ଏତେ ଦୁଃଖ ଯନ୍ତ୍ରଣା କଷ୍ଟ ପ୍ରଭୁ ମୋତେ ଦେଲେ। ଚିନ୍ତା କରିକି ଦେଖନ୍ତୁ, କେତେ ସତ କଥା। ମନେ ରଖନ୍ତୁ, ଯିଏ ଆପଣଙ୍କର ଉପକାର କରିଛି କେବେ ତାକୁ ଭୁଲିବେ ନାହିଁ, କେବେ ଭୁଲିବେ ନାହିଁ। ତାର କର୍ମ ଯଦି ଭୁଲିଗଲେ ଆପଣ ସେଇ କର୍ମର ଫଳ ଭୟାବହ ଭାବରେ ଆପଣ ଭୋଗ କରିବେ। ଯିଏ ଆପଣଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରି ଭଲ ପାଇ ବସିଛି ତାକୁ କେବେ ଧୋକାବାଜ କରିବେନି। ଯିଏ କିଛି ଆପଣଙ୍କର ଉପକାର କରିଛି ତାକୁ କେବେ ଘୃଣା କରିବେନି, କେବେ ଘୃଣା କରିବେନି। ଯଦି ଗୋଟିଏ କଥାକୁ ମନେ ରଖିବେ, ବ୍ୟାସଙ୍କର ପରୋପକାର ପୂର୍ଣ୍ଣାୟ ପରପୀଡ଼ନଂ ପାପାୟ। ପରର ଉପକାର କଲେ ପୂର୍ଣ୍ଣ, ପରକୁ ଦୁଃଖ ଯନ୍ତ୍ରଣା କଷ୍ଟ ଦେଲେ ଆପଣ କ'ଣ କଲେ? ପାପ କର୍ମ ଗୁଡ଼ାକ କଲେ। ତେଣୁ କାହା ମନରେ ଦୁଃଖ ଯନ୍ତ୍ରଣା କଷ୍ଟ ଦେବା ପାଇଁ ଚେଷ୍ଟା କରିବେ। ଗୋଟିଏ ଫର୍ମୁଲା ଯଦି ଆପଣ ଲାଇଫରେ ପ୍ରୟୋଗ କରିବେ, ସେଇ କଥା ବାବା ମୂଳରୁ କହୁଥିଲେ, ପୁଣି ରିପିଟ୍ କରୁଛନ୍ତି କ୍ରିୟା ଯୋଗ ବାବାଜୀ ମହାରାଜ କହିଛନ୍ତି, ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ ତୁମେ। ଆପଣ ଭାବନ୍ତୁ, ସବୁ ମେଲ୍ଟ କରିଯିବ। ଆପଣ କାହା ବିଷୟରେ ଗୋଟେ ଟିପ୍ପଣୀ ମନ୍ତବ୍ୟ ବି ଦେଇପାରିବେ। ଯଦି କେତେବେଳେ ଆପଣ ଦେବେ,
ଆପଣ ଦେଖିବେ ମୁଁ ତାଙ୍କୁ ହିଁ କହିଛି। କାହାକୁ କହିଛି ନା ମୋ ଈଶ୍ୱରଙ୍କୁ, ମୋ ଭଗବାନଙ୍କୁ ମୁଁ କହିଛି। ଛୋଟିଆ କଥାଟିଏ। କ'ଣ ସେ କଥା? ପ୍ରହ୍ଲାଦକୁ ଯେତେବେଳେ ଭଗବାନ ବର ଯାଚିଲେ, ପ୍ରହ୍ଲାଦ କହିଲେ ମୋତେ ଯେଉଁମାନେ ଦୁଃଖ ଯନ୍ତ୍ରଣା କଷ୍ଟ ଦେଇଛନ୍ତି ସେମାନେ ସେ କର୍ମର ଫଳ ଭୋଗ ନ କରନ୍ତୁ। କାହିଁକି କହିଲେ ନା ସବୁରି ଭିତରେ ମୋ ଭଗବାନ, ସବୁରି ଭିତରେ ମୋ ପ୍ରଭୁ ଯଦି ସେ ଭୋଗ କରିବେ, ମୋ ଭଗବାନ ତ ଭୋଗ କରିବେ ନା, ଆଉ କେହି ଭୋଗ କରିବେନି। ତେଣୁ ବାସୁଦେବ ସର୍ବମିତି କରିବାକୁ ହେଲେ ଆମକୁ ସେକେଣ୍ଡ କ୍ରିୟା, ଥାର୍ଡ କ୍ରିୟା, ଫୋର୍ଥ କ୍ରିୟା, ଫିଫ୍ଥ କ୍ରିୟା, ସିକ୍ସଥ କ୍ରିୟା ଅଭ୍ୟାସ କରିବାକୁ ପଡ଼ିବ। କିଏ ଜଣେ ଆଉ ଜନ୍ମ ହେଇଛି, ନିଶ୍ଚିନ୍ତ ଜନ୍ମ ହେଇଛନ୍ତି, ସେମାନେ ସଂଖ୍ୟା ବହୁତ କମ୍। ସତରେ ବାସୁଦେବ ସର୍ବମିତି କରିବେ? ଏ ଦୌଡ଼ିଗଲେ ମହାକୁମ୍ଭରେ ସ୍ନାନ କଲେ, ସତରେ କ'ଣ ପାପ ପଳାଏ ମନରୁ? କିଛି ଯାଏନି, କିଛି ଗୋଟେ ପରସେଣ୍ଟେଜ ବି ଯାଏନି। ପାପ ଯୋଡ଼ି ହେଇକି ଆସେ, ପାପ ମିଶିକି ସେଠି ଯେଉଁ ପାପ ଲୋକ ଛଡ଼େଇଥାନ୍ତି ସେ ପାପ ପୁଣି ବୋଳି ହେଇକି ଆସେ। ଆମେ ବସିଛୁ, ଜଣେ ଗୋଟେ ଜାରରେ ତ୍ରିବେଣୀରୁ ପାଣି ଆଣିକି ଆମକୁ ଦେଲେ। ଆହା, ହେ ଭଗବାନ, ହେ ଗୁରୁଦେବ, ସତରେ ତୁମେ କହିଛ ଧ୍ୟାନ କଲେ ସବୁ କିଛି ମିଳେ ନା। ଏଇଠି ବସିଛୁ, ତୀର୍ଥ ସେଇଠି ପହଞ୍ଚିଗଲେ। ସେ ପାଣି ଆମେ ରଖିଛୁ, ନିଜେ ଛିଞ୍ଚିଲୁ, ଯେତେ ଲୋକ ଥିଲେ ଟିକେ ଛିଞ୍ଚିଦେଲୁ, ଟିକେ ପାଇଦେଲୁ, ଆଖି ପାଖି ମୁଣ୍ଡେ ଟିକେ ମାରିଦେଲୁ। ଆହା, ସତରେ ସାଧନା କରନ୍ତୁ, ମନକୁ ଅନ୍ତର୍ମୁଖୀ କରନ୍ତୁ, ସବୁରି ଭିତରେ ଜଣକୁ ଦେଖନ୍ତୁ, ଜଣେ ସବୁକିଛି ବୋଲି ଭାବନ୍ତୁ। ଇଏ କର୍ମ ହିଁ ଆପଣାର। ଏଇ କର୍ମ କଲେ ଭଗବାନ ଆପଣଙ୍କୁ ଆପଣାର କରିନେବେ। ଆପଣ କର୍ମ ହିଁ ଆପଣାର, ଭଗବାନ ହିଁ ଆପଣାର। ଯଦି ଭଗବାନ ନ ରହିବେ ତୁମେ ଆପଣା କର୍ମ କରିବ କେମିତି? ତୁମକୁ ସେ ଏନର୍ଜି ଦବ କିଏ? ବହୁ ଲୋକ କହନ୍ତି କର୍ମ କରି ଚାଲ, ଭଗବାନ କ'ଣ ଡାକିବ? ତୁମେ କର୍ମ କରିପାରିବ ଯେ ତୁମ ଭିତରେ ସେ ଶ୍ୱାସ ପ୍ରଶ୍ୱାସଟାକୁ ନ ନେବେ, ତୁମକୁ ଯଦି ସାହାଯ୍ୟ ସହଯୋଗ ନ କରିବେ? ଆଶ୍ଚର୍ଯ୍ୟ କଥା ତାଙ୍କ ସୃଷ୍ଟିରେ। ତେଣୁ ଭଗବାନଙ୍କର ସୃଷ୍ଟିର ରହସ୍ୟକୁ ଭେଦ କରିବାକୁ ହେଲେ, ଜାଣିବାକୁ ହେଲେ, ତୁମେ ତାଙ୍କ ନିକଟରେ ପୂର୍ଣ୍ଣ ମାତ୍ରାରେ ସମର୍ପିତ ହେବାକୁ ପଡ଼ିବ। ଆଉ ତାଙ୍କର ଆଶୀର୍ବାଦ, ତାଙ୍କର କୃପା ହେଲେ ତୁମେ ତାଙ୍କୁ କ'ଣ କରିବ ନା ଉପଲବ୍ଧି କରିପାରିବ, ଅନୁଭବ କରିପାରିବ, ଦର୍ଶନ କରିପାରିବ। ତୁମେ ଭାବୁଛ ତୁମ ପ୍ରଚେଷ୍ଟାରେ, ତୁମ କର୍ମରେ, ତୁମ ସାଧନାରେ ତୁମେ ତାଙ୍କୁ ଅନୁଭବ କରିଦେବ? କସ୍ମିନ୍ କାଳେ କଥା ସତ୍ୟ ନୁହେଁ। ତେଣୁ ସବୁକିଛି ନିର୍ଭର କରେ ଶରଣାଗତିରେ। ଯିଏ ଯେତେ ଶରଣାଗତି ଅବସ୍ଥା ଆସିଛି ସେ ସେତେ ଭଲ ସାଧନା କରିପାରିବ ଏବଂ ଭଗବାନଙ୍କୁ ସେତେ ଦର୍ଶନ, ଉପଲବ୍ଧି, ଅନୁଭବ ମଧ୍ୟ କରିପାରିବ। ତେଣୁ ଆଉ ବିଶେଷ କିଛି କହିବା ନାହିଁ। ଶେଷରେ କ୍ରିୟା ଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ, ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ୍ ଭବେତ୍। ହରି ଓମ୍ ତତ୍ସତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ।